सो आज आम डिस्कस करवा टॉप 25 होम रेमेडी दैट रियली वर्क्स आपण घरे थाई कि निजे निजर केमती डॉक्टर सेवे निजे निजर कौन कौन जिंस यूज करिवे सो दैट एक्ट लाइक मेडिसिन सो यू डोंट रिक्वायर मेडिसिन फ्रॉम आउटसाइड राइट एंड होम मेड मेडिकेशन राइट चलो तो ता ऊपर आम चर्चा करवा बिकॉज फर्स्ट से आसुची देखंतु सी सॉल्ट लिखंतु समुद्र लुण नॉट रिफाइंड सॉल्ट बिकॉज रिफाइंड सॉल्ट जदि आपण नेबे ଆପଣଙ୍କର ସୋଡିୟମ ବହୁତ ହାଇ ଥାଏ ବିପି ବଢିବାର ଚାନ୍ସେସ୍ ଥାଏ and don't take that but if you replace with sea salt ଆପଣ ଯଦି ସମୁଦ୍ର ଲୁଣରେ ତାକୁ ରିପ୍ଲେସ୍ କରିଦେବେ ଆପଣଙ୍କର ଥ୍ରୋଟ୍ ପେନ୍ ଇନଫ୍ଲାମେସନ କମିବ ଦାନ୍ତ ବଥା କମିବ ସ୍କିନ୍ ଇନଫେକ୍ସନ କମିବ ଯଦି ଆପଣଙ୍କର ଡିଫରେଣ୍ଟ ଜାଗାରେ କୁଣ୍ଡେଇ ହଉଛି କମିଯିବ ଆପଣ ଫୁଟବାଥ କରିପାରିବେ ଆଜ୍ଞା ଯୋଉ ଜିନିଷ ଆମେ କହୁଛୁ କି if you use it in eating purpose also always use କରନ୍ତୁ because magnesium ଥାଏ ସେଥିରେ ହଁ ଦେଖିବାକୁ ଟିକେ ମଇଳା ଦେଖାଯାଏ but that's really good for the health because magnesium ପାଇଁ ଟିକେ ଅ କାଦୁଆ ଟାଇପ ର ଦେଖାଯାଏ ଯେମିତି କି ସିମେଣ୍ଟ ଟାଇପ ର ଟିକେ ଦେଖାଯାଏ magnesium ହାଇ ପାଇଁ ଆଉ ଟିକେ ଓଦା ଓଦା ଲାଗୁଥାଏ because of magnesium ପାଇଁ right? So you don't worry about that you need to take it right yes ଆଉ ତାପରେ if you want you can take a good amount of ବହୁତ ଲୋକ ପଚାରେ ସାର୍ ଏଟା ମିଲୁନି ଆମେ କଣ କରିବୁ I'll share the link of sea salt Indian sea salt and also you can take rock salt black salt or your ସନ୍ଧେବ ଲବଣ ଯୋଉଟା ଆମେ କହିଥାଉ ମୁଁ ବି ଇଭିନ୍ ଗ୍ଲାସ ଅଫ୍ ୱାଟରରେ ମିଶେଇକି ଆପଣ ସକାଳୁ ପିଇବେ ସକାଳୁ ୟେସ୍ ସକାଳୁ ଉଠୁ ଉଠୁ ୟୁ ଜଷ୍ଟ ଷ୍ଟାର୍ଟ ଡ୍ରିଙ୍କିଂ ଦିସ୍ ଥିଙ୍ଗ ଅଲସୋ ଏଜ ଏ ଡିଟକ୍ସିଂ କିଛି ବି ନାହିଁ ଆପଣ ଷ୍ଟାର୍ଟ କରିପାରିବେ ତାକୁ ଚଲୋ ଫାର୍ଷ୍ଟ ଜିନିଷ ଗଲା ସି ସଲ୍ଟ ଆଉ ସେକେଣ୍ଡ ପଳେଇ ଆସିବା ଆପଲ ସାଇଡର ଭିନେଗାର ଲେଖନ୍ତୁ ଆପଲ ସାଇଡର ଭିନେଗାର ୟା ଆପଲ ସାଇଡର ଭିନେଗାର କୋଉମାନଙ୍କୁ ଦିଆଯାଏ ଯୋଉମାନଙ୍କର ପେଟ ପ୍ରୋବ୍ଲେମ ରହୁଥାଏ ଫ୍ୟାଟି ଲିଭର ଥାଏ ତାଙ୍କର ଡାଇଜେସନ ହଉନଥାଏ ଗ୍ୟାସ୍ ହଉଥାଏ ବ୍ଲୋଟିଂ ହଉଥାଏ ବାରମ୍ବାର ଏସିଡ ରିଫ୍ଲକ୍ସ ହଉଥାଏ ଆଉ ସୁଗର ବି ଟିକେ ବଢୁଥାଏ ତାଙ୍କୁ ଆମେ ୱେଟ ଲସ୍ ଯୋଉମାନଙ୍କୁ ଚାହିଁଥାଉ ତାଙ୍କୁ ଆମେ ଦେଇଥାଉ ଆଉ ସିମ୍ପଲ ତାର ଡୋଜ ଡାଇଲ୍ୟୁଟ କରିବେ 1 to 2 spoon with water and take before the meal ଓକେ apple cider vinegar କୁ ବିଫୋର ମିଲ୍ ଖାଇବେ ଆପଣ ଆମ ଖଣ୍ଡଗିରି ଛକ କ୍ଲିନିକ ରେ ବି ମିଳିଯିବ ଏମିତି କେତେଟା ଇନୋଭେଟିଭ ପ୍ରଡକ୍ଟ ଆମେ ରଖିଥାଉ ଆପଣଙ୍କ ପାଇଁ ଯୋଉଟା କି ଫ୍ୟୁଚରରେ ଆପଣଙ୍କୁ ଏଇଟା ପରେ ହେଲ୍ପ କରିବ ଡେଭନସଲ୍ଟୋଲ ଇଟୋଟା ସିଜିଏମ୍ ଓକେ ସିଜିଏମ୍ ନାହିଁ ଓକେ ଅଛି ଚलो and another thing martan one martan दूसरा चलो then apple cider vinegar any doubts on apple cider vinegar just type ask in the chat box ରେ type କରନ୍ତୁ ଯଦି କିଛି ଡାଉଟ୍ ଅଛି କାରଣ apple cider vinegar ଟା ଯୋଉମାନଙ୍କର ଦେହରେ ଏସିଡ ନଥାଏ ହଜମ ହଉନଥାଏ ତାଙ୍କୁ ଆମେ ଦେଇଥାଉ ଇଟ୍ସ ଭେରି ହେଲ୍ପଫୁଲ ୟେସ୍ ବ୍ରହ୍ମପୁର ସାଇଡରେ ଯୋଉମାନେ ଅଛନ୍ତି ଚାରୁ ଗୋଟେ ୟୁଜ କରନ୍ତି ଚାରୁ ଚାରୁ ପାଣି ସେମିତିଆ ସେ ଲାଗେ ଓକେ ଖଟା ଲାଗିବ ଟିକେ ଆଉ ରିଏଲି ଇନକ୍ରିଜ ଦ ଡାଇଜେସନ ବିକଜ ଆପଣଙ୍କ ଯୋଉମାନଙ୍କର ଏଣ୍ଟାସିଡ ବଟିକା ଖାଇ ଖାଇ ବହୁତ ସାରା ଟକ୍ସିନ୍ସ ଜମି ଯାଇଥାଏ ତାଙ୍କୁ ହିଁ ପ୍ରୋବ୍ଲେମ ହେଇଥାଏ ସୋ ଇନ ଦ୍ୟାଟ କେସ୍ वी एडवाइज टू इट दिस फूड यस चलो देन पड़े होल लेमन ड्रिंक ଆମେ କହିଥାଉ ଲେମ୍ବୁ ଲୁଣ ପାଣି ବିକଜ ଲେମ୍ବୁରେ ଭିଟାମିନ ସି ଥାଏ ଲେଖନ୍ତୁ ଯୋଉମାନେ ମୋଟୁ ଅଛନ୍ତି ୱେଟ ଲସ୍ ଚାହୁଁଛନ୍ତି ଦେ କ୍ୟାନ୍ ଟେକ୍ ଆପଣ କିଡନୀ ଷ୍ଟୋନ ଭଲ ହେଇଯିବ ଯୋଉମାନଙ୍କର କିଡନୀ ଷ୍ଟୋନ କଣ ଟକ୍ସିନ୍ସ ଇନସୁଲିନ ରେଜିଷ୍ଟାନ୍ସ ଯୋଗୁଁ ଗଲ ବ୍ଲାଡର ଷ୍ଟୋନ ଟକ୍ସିନ୍ସ ଡାଇଜେସନ କୁ ବଢେଇବା ପାଇଁ ବୁଝିହେଲା ହଁ ବିକଜ ଭିଟାମିନ ସି କମ ଯୋଗୁଁ କୋଲାଜେନ କମିଯାଏ ଏବଂ ହାଡ ଦୁର୍ବଳ ହେଇଯାଏ ଅଲ ୟୁ ନୋ ଦ୍ୟାଟ
ଯୋଉମାନେ ଆହୁରି ୱେଟ୍ ଲସ୍ ଚାହୁଁଛନ୍ତି, ଦିନକୁ ଆଟଲିଷ୍ଟ 3 ଲେମନ ୱିଦାଉଟ୍ ଫେଲ୍, ସକାଳୁ ଗୋଟେ, ଲଞ୍ଚ ରେ ଗୋଟେ, ଡିନର ରେ ଗୋଟେ, ଲେମନ ସଲ୍ଟ ୱାଟର ଇଜ ଭେରି ହେଲ୍ପଫୁଲ। ଏକ୍ସଟ୍ରା virgin olive oil, ଏକ୍ସଟ୍ରା virgin olive oil ଦେଖନ୍ତୁ, it helps to lower the inflammation, blood pressure, manage is, yes, କାରଣ ଏଥିରେ ରିମାଟଏଡ୍ ଆର୍ଥ୍ରାଇଟିସ୍ ସିମ୍ପଟମ୍ସ କମିଯିବ। କାରଣ ଏଇଟା ଗୋଟେ ସାଲାଡ ଡ୍ରେସିଂ ପାଇଁ ଆମେ ୟୁଜ କରୁ। ଆପଣ ଯୋଉ ସାଲାଡ ନେଉଛନ୍ତି, ଏସି ବି ଦିନକୁ 2 ଥର, 2 ଟାଇମ୍ସ। ଓକେ। ୟା। ହୁଁ। ଲେଖନ୍ତୁ ନେକ୍ସଟ, ଏପଲ ଏକ୍ସଟ୍ରା virgin olive oil, ଯୋଉମାନେ ଏବେ ବି ତାଙ୍କର ବ୍ଲଡ ପ୍ରେସର ହାଇ ରହୁଛି, ଆଣ୍ଡ ଗେଷ୍ଟ୍ରିକ ଅଲସର ଯୋଉମାନଙ୍କର ଥାଏ, ସାଲାଡ ସାଙ୍ଗରେ ୟାକୁ ଡ୍ରେସିଂ କରିକି ନେବା ପାଇଁ କୁହାଯାଏ, ମାନେ ତାକୁ ଲଗେଇକି ଆଚାର ସାଲାଡ ପକେଇଦେବେ ଟିକେ, ବହୁତ ଟେଷ୍ଟି ଲାଗେ। ଆଉ ଏଇଟା ଯୋଉମାନଙ୍କର ପିପିବିଏସ୍ ସୁଗର ବି ବଢୁଛି, ତାଙ୍କୁ ବି ବଢିଆ କାମ କରେ। କାରଣ ପ୍ରଥମେ ସାଲାଡ ସାଙ୍ଗରେ ଯଦି ମିଶେଇ ଦେବେ, ଆପଣଙ୍କ ଗ୍ଲାଇସେମିକ ଲୋଡ କମିଯିବ, ଆଣ୍ଡ ଦ୍ୟାଟ ଇଜ ଭେରି ହେଲ୍ପଫୁଲ ଫ୍ରେଣ୍ଡସ୍। ଓକେ। ଚଲୋ, ଦେନ୍ ଆମେ ନେକ୍ସଟ ଷ୍ଟେପ୍ କୁ ଯିବା। ହେଇ ଚାଲନ୍ତୁ। So, yeah, any doubts in this four? Just ask in the chat box. ଯଦି ନାହିଁ, ମୁଁ next slide କୁ ପଳେଇବି। Okay. So next slide come. चलो, नंबर 5, बेकिंग सोडा। ओके, लिखନ୍ତୁ। ବେକିଂ ସୋଡା ପ୍ରାୟ ଜାଗାରେ ମିଳିଯାଏ ଦେଖିବେ। ଆଣ୍ଡ ଏଇଟା କଣ, ସୋଡିୟମ ବାଇକାର୍ବୋନେଟ ଟା। ସୋ ବେଳେ ବେଳେ ଦେଖିବେ ମେଟାବଲିକ ଏସିଡୋସିସ୍ ପାଇଁ ବହୁତ ଲୋକଙ୍କର ଇନଫେକ୍ସନ ଇନଫ୍ଲାମେସନ ବଢିଯାଏ, ଏସିଡିଟି, ହାଇପର ଏସିଡିଟି ପାଇଁ। ସୋ ଏଇଟା ନ୍ୟାଚୁରାଲ ଗୋଟେ ଆପଣଙ୍କର ଆଣ୍ଟାସିଡ୍ ହିସାବରେ ୟୁଜ ହୁଏ। ଏବଂ ବେଳେ ବେଳେ ବେକିଂ ସୋଡାକୁ ଆମେ ଯଦି କିଛି ଆପଣଙ୍କ ଇନସେକ୍ଟ ବାଇଟ୍ ଥିବ, ଏକିନି ଥିବ, ଅଲସର ଥିବ, ଆମେ ୟୁଜ କରିଥାଉ। କେମିତି ୟୁଜ କରିବେ? ମିକ୍ସ ହାଫ ଟି ସ୍ପୁନ ଇନ୍ ୱାଟର and take twice daily. ଆଉ apply baking soda on the paste to the affected skin, ଯୋଉଠି ସ୍କିନ୍ ଏଫେକ୍ଟ ଥିବ ସେଠି ଏସିଡିକ ହେଇଯାଇଥିବ, ତ ସେଇ ଜାଗାରେ ଆପଣ ୟୁଜ କରିପାରିବେ। ଇଜ ମାଇ ସ୍ଲାଇଡ ଭିଜିବୁଲ ସମସ୍ତଙ୍କୁ? ୟେସ୍, ଭେରି ଗୁଡ। ମିକ୍ସ ହାଫ ଟି ସ୍ପୁନ ବେକିଂ ସୋଡା। ଦେଖନ୍ତୁ, ଘରୁଆ ଟ୍ରିଟମେଣ୍ଟ ବତଉଛି, ମନେ ରଖନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ ଆପଣମାନଙ୍କ ପାଇଁ। ଆଉ ଘରେ ୟାକୁ ୟୁଜ କରିପାରିବେ। ଚलो, ନେକ୍ସଟ ଲେଖନ୍ତୁ 7, ବେକିଂ ସୋଡା ଆକ୍ଚୁଆଲି ଆପଣଙ୍କ ଯୋଉ ଏସିଡିକ ବଡି ଥାଏ ନା, ସୋଡା ମାନେ ବାଇକାର୍ବୋନେଟ, ସୋଡିୟମ ବାଇକାର୍ବୋନେଟ ଏସିଡ କୁ ନ୍ୟୁଟ୍ରାଲାଇଜ କରିଦବ ଏବଂ ଆଲକାଲୋସିସ୍ କରିବ। ସୋ ଏସିଡ କମିଯାଏ। ଆମ କିଡନୀ ପେସେଣ୍ଟକୁ ଦେଇଥାଉ, ଦେଖିବେ ନୋଡୋସିସ୍ ବୋଲି ଗୋଟେ ବଟିକା ଥାଏ, ନୋଡୋସିସ୍। ତ ଯୋଉମାନେ ନୋଡୋସିସ୍ ଖାଇବାକୁ ଚାହୁଁନାହାନ୍ତି, ଆପଣ ବେକିଂ ସୋଡା ଖାଇବେ। କିଡନୀ ପେସେଣ୍ଟଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, କାରଣ ତାଙ୍କର ରିନାଲ ଟ୍ୟୁବୁଲାର ଏସିଡୋସିସ୍ ହେବାର ଚାନ୍ସେସ୍ ଥାଏ। ଏସିଡ ପ୍ରୋବ୍ଲେମ ବାରମ୍ବାର ହେଲେ ତାଙ୍କୁ ଭୋକ ଲାଗେନି, ତାଙ୍କୁ ବାନ୍ତି ଲାଗୁଥାଏ ବାରମ୍ବାର, ଆଣ୍ଡ ସେଇ କେସରେ ଆମେ ସୋଡିୟମ ବାଇକାର୍ବୋନେଟ ଦେଇଥାଉ। ଦେନ୍ ଲେଖନ୍ତୁ, ବ୍ରୋକୋଲି ସ୍ପ୍ରାଉଟ୍ସ ମାନେ କଣ? ସରି, ଗାର୍ଲିକ, ଗାର୍ଲିକ 6 ନମ୍ବର ଗାର୍ଲିକ। 5 ନମ୍ବର ଗଲା ଆପଣଙ୍କର ବେକିଂ ସୋଡା, 6 ନମ୍ବର ଗାର୍ଲିକ। ରସୁଣ କି ଗୁଣ ଗାଇବି ହେଁ। ରସୁଣର ବହୁତ ସାରା ଗୁଣ ଅଛି ଆପଣଙ୍କର। ରକ୍ତକୁ ପତଳା କରିବ, ଥଣ୍ଡା କାଶ ସବୁରୁ ଆପଣଙ୍କୁ, ଇନଫେକ୍ସନ ରୁ କମେଇବ, ବ୍ଲଡ ପ୍ରେସର କମେଇବ। ଏହାର ବହୁତ ସାରା ଷ୍ଟଡି ଆସିଲାଣି ଗାର୍ଲିକ ଉପରେ। ସୋ ଓକେ, ସୋ every day try to take at least minimum 4 pieces, like এই ଯୋଉ ସ୍ମଲ ପିସ୍ ଅଛି, ଦେଖନ୍ତୁ ଏଇ ସ୍ମଲ ପିସ୍ ଯୋଉଟା, ଓକେ। ତ ଏଇ ସ୍ମଲ ପିସ୍ ଟାଇପର 8 କଲ ଦିନକୁ, ସକାଳୁ 4 କଲ, ଉପର ଦିନ କିମ୍ବା ଦିନ ସାରା 8 କଲ। କାହିଁକି ଆପ୍ଲାଏ ସୋଡା ଇନ୍ ଏକ୍ଜିମା? ୟେସ୍, ସେଇଟା ତ କହୁଛି ମୁଁ। ଏକ୍ଜିମା ଜାଗାରେ କିମ୍ବା ଆପଣ ଯୋଉଠି ସୋରିଆସିସ୍ ଟାଇପ ଏକ୍ଜିମା ହଉଥିବ, କୁଣ୍ଡେଇ ହଉଥିବ, ସେଠି ସୋଡା ଆଉ
ଆପଣଙ୍କର କୋକୋନଟ ଅଏଲ और ଘି ମିଶେଇକି ପେଷ୍ଟ କରିଦେବେ। ବଢିଆ ଇଫେକ୍ଟିଭ ଆସେ କାରଣ ଏଥିରେ ଓମେଗା 3 ଫ୍ୟାଟି ଏସିଡ୍ ମିଳିଗଲା ଆଉ ଏଥିରେ ଆପଣଙ୍କର ସୋଡିୟମ ବାଇକାର୍ବୋନେଟ ମିଳିଗଲା। ସୋ ଦ୍ୟାଟ୍ସ ଗୁଡ ଥିଙ୍ଗ ନ୍ୟାଚୁରାଲ ସପ୍ଲିମେଣ୍ଟ। ଚଲୋ। ସୋ ଗାର୍ଲିକ କୁ ଆମେ ହାଇପରଟେନସନ କେସରେ ଯୋଉମାନଙ୍କର ବିପି କମୁନି ତାଙ୍କୁ ୟୁଜ କରିବା। ଓକେ। ତାପରେ ବ୍ରୋକୋଲି ସ୍ପ୍ରାଉଟ୍ସ ମାନେ କଣ? ବ୍ରୋକୋଲି ସ୍ପ୍ରାଉଟ୍ସ ଆପଣ ଦେଖିବେ ଡିଫରେଣ୍ଟ ଯୋଉ ଅ, ଏଥିରେ କଣ ସଲଫୋରାଫାନ ବୋଲି ଗୋଟେ ପୋଟେଣ୍ଟ ଫାଇଟୋକେମିକାଲ ଥାଏ ଯୋଉଟା କି ଏଚ୍ ପାଇଲୋରି ଇନଫେକ୍ସନ ରୁ ବଞ୍ଚିଥାଏ ଡିଟକ୍ସ କରିଥାଏ ତା ସାଙ୍ଗରେ ବହୁତ ସାରା ଏଥିରେ ମେଗ୍ନେସିୟମ ବି ଥାଏ ଯୋଉଟା କି ଆଣ୍ଟି କ୍ୟାନ୍ସରସ୍ ଇଫେକ୍ଟ ଥାଏ ଆଣ୍ଟି ଏଜିଂ ଇଫେକ୍ଟ ଥାଏ। ବୁଝିଲ? Yeah. ଘି और କୋକୋନଟ ବୋଥ ବେଷ୍ଟ ହଉଛି ଘି କାରଣ ଘି ଯଦି ପିଓର ପାଇଲେ ନା ସେଟା ବହୁତ କାମ କରେ। ସ୍ମଲ ପ୍ୟାକେଟ ନାହିଁ କିଛି ସ୍ମଲ ଛୋଟ ପ୍ୟାକେଟ 5 ଟଙ୍କିଆ ବାଲା? ହଁ ଅଛି ଆଣିଦଉଛି ଗୋଟେ ଆଣିଦେବି ଅଳ୍ପ ଆପଣଙ୍କ ପାଇଁ ତାଙ୍କୁ ଦେବାର ଅଛି ନା ଅଳ୍ପ ଆଣିବି ତ ଖୋଲା चलो सो देन ब्रोकली स्प्राउट्स ପରେ ଗଲା କ୍ଲୋଭ୍ସ। ଆପଣ ବ୍ରୋକଲି ସ୍ପ୍ରାଉଟ୍ସ କୁ ଆପଣ ଭାଜିକି କ୍ୟାପ୍ସିକମ ସାଙ୍ଗରେ ଖାଇପାରିବେ ଦ୍ୟାଟ୍ସ ଗୁଡ୍ ଥିଙ୍ଗ ରିଡ୍ୟୁସ ଏସିଡିଟି ଭଲ ଡାଇଜେସନ କୁ ଇମ୍ପ୍ରୁଭ କରିବ ଗ୍ୟାସ୍ ହବନି ଆପଣଙ୍କର। କ୍ଲୋଭ୍ସ ମାନେ କଣ? ୟେସ୍ ୟୁ କ୍ୟାନ୍ ଟେକ୍ କ୍ଲୋଭ୍ସ ବିକଜ ଏହାର ହାଇଏଷ୍ଟ ଓରାଗ ଭ୍ୟାଲୁ ଥାଏ ଲବଙ୍ଗ। ଓକେ ଲବଙ୍ଗର ହାଇଏଷ୍ଟ ଓରାଗ ଭ୍ୟାଲୁ ଥାଏ ବ୍ରୋକଲି ସ୍ପ୍ରାଉଟ୍ସ ପରେ କ୍ଲୋଭ୍ସ। ଆଉ କ୍ଲୋଭ୍ସ ଟିକୁ ଆପଣ ଧରିକି ବୁଲୁଥାନ୍ତୁ ରାତିରେ ଶୋଇଲା ବେଳେ ଯଦି ଆପଣ ତାକୁ ଲଗେଇଦେବେ ନା ମୁହଁରେ ଆପଣଙ୍କ ଗ୍ୟାସ୍ ଫ୍ୟାସ୍ କିଛି ହବନି ମୁହଁରେ ସ୍ମେଲ ହିଁ ହବନି ଆପଣଙ୍କର। କି ୱାନ୍ ଟୁ ଟୁ କ୍ଲୋଭ୍ସ ଗାର୍ଗେଲ ୱିଥ କ୍ଲୋଭ୍ ଇନଫ୍ୟୁଜ୍ଡ ୱାଟର ବେଲେ ବେଲେ ବେଷ୍ଟ ହଉଛି ଆପଣ କ୍ଲୋଭ୍ସ କୁ ଡାଇରେକ୍ଟ ଚୋବେଇବେ ଲବଙ୍ଗକୁ। ଓକେ ଚଲୋ ଦେନ୍ ପଳେଇ ଆସନ୍ତୁ କ୍ରୁସିଫେରସ୍ ଭେଜିଟେବଲ୍ସ ଗ୍ରୁପ୍ସରେ ଯାହା ଯାହା ଆସୁଛି ଷ୍ଟାର୍ଟିଂ ଫ୍ରମ୍ ୟୋର ବନ୍ଧାକୋବି ଫୁଲକୋବି ଯେତେ ବି ଆସୁଛି ସେଥିରେ ବହୁତ ଗୁଡେ ଯେହେତୁ ମେଗ୍ନେସିୟମ ଥାଏ ସେଥିରେ ବି ମେଗ୍ନେସିୟମ ହାଇ ଥାଏ। ଆପଣ ଦେଖିବେ ଯେତେ ବି ଗ୍ରୀନ୍ ଲିଫି ଭେଜିଟେବଲ୍ସ ଡାର୍କ ବାଲା ଅଛି ନା ସେଥିରେ ବେଶୀ ମେଗ୍ନେସିୟମ ଥାଏ। ସେଇ ମେଗ୍ନେସିୟମ ସେଥିରେ ଆମେ କହିଥାଉ ନା ଏଇ ଯୋଉ ଭେଜିଟେବୁଲ ଜାତୀୟ ଖାଦ୍ୟ ଆପଣ ତିନି ଗୁଣା କରନ୍ତୁ। ଆପଣ କହିବେ ସାର୍ ଏଥିରେ ତ ପେଷ୍ଟିସାଇଡ ମିଶୁଛି ୟେସ୍ ପେଷ୍ଟିସାଇଡ ବି ମିଶୁଛି। ଓକେ କହୁଛି ଏଇଟ କୁ ଆସୁଛି ତ that's a very important thing fasting right so cruciferous vegetables groups that also contain sulforaphane anti-potent phytochemical with potent anti-cancerous effect ଥାଏ ସେଥିରେ ସେଥିପାଇଁ cruciferous groups vegetables ବହୁତ ଲୋକ ସାର୍ ଥାଇରଏଡ୍ ତ ମନା କରାଯାଏ ଆମକୁ that is a myth totally myth lies don't follow that so ଆପଣ ନୂଆ ଜିନିଷ ଶିଖନ୍ତୁ ନୂଆଟା ଫଲୋ କରନ୍ତୁ। କୋବି ଖାଇଲେ ଥାଇରଏଡ୍ ହବ ହିଁ ନାହିଁ ଆପଣ କିନ୍ତୁ ଆପଣ ଉଲଟିଆ ପାଠ ପଢା ହେଇଥିବ ଆପଣଙ୍କୁ ଆଉ କୋବି ଖାଇଲେ ଆପଣଙ୍କୁ ଥାଇରଏଡ୍ ବଢିବ it's not true right so make it ଯଦି ପେଷ୍ଟିସାଇଡ ମିଶିଥିବ ଆପଣ ସିମ୍ପଲ ତାକୁ ଆଣିଲା ପରେ ମାର୍କେଟ ରୁ ଡିଟକ୍ସ କରିବେ କେମିତି କରିବେ ଇଣ୍ଡିଆନ ସି ସଲ୍ଟ ଆଟଲିଷ୍ଟ ଗୋଟେ ମୁଠା ବଡ ମୁଠା ଅର ବେକିଂ ସୋଡା ଗୋଟେ ବଡ 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 ଆପଣଙ୍କ ଫିଷ୍ଟ ସାଇଜ ୱିଥ ଗୋଟେ ବକେଟ ପାଣିରେ ତାକୁ ରଖିଦେବେ ମିଶେଇଦେବେ ଏବଂ ଆରାଉଣ୍ଡ 15 to 20 ମିନିଟ ରଖିଦେଲେ ମ୍ୟାକ୍ସିମମ୍ ପେଷ୍ଟିସାଇଡ୍ ଅସ୍ମୋସିସ୍ ଦ୍ୱାରା ବାହାରିଯାଏ ତାକୁ ୟୁଜ କରିବେ ତାପରେ ଆପଣ ଇମିଡିଏଟ ଡାଇରେକ୍ଟ ଆଣୁଣ ୟୁଜ କରିବେ ତାକୁ ଡିଟକ୍ସ କଲା ପରେ ୟୁଜ କରିବେ ସବୁ ପେଷ୍ଟିସାଇଡ ଟା କମ ସେ କମ ପଳେଇଯିବ ଠିକ ଅଛି। ଚଲୋ ଦେନ୍ ପ୍ରୋଲଙ୍ଗ ଫାଷ୍ଟିଂ କୋଉମାନଙ୍କ ପାଇଁ ଯୋଉମାନେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିକି ବି ୱେଟ୍ ଲସ୍ ହଉନାହିଁ। ଇଭିନ୍ ଦେଖିଛୁ ଆମେ ଏମିତି ଥାନ୍ତି 100ରୁ 3-4 ଜଣ ଲୋକ ସାର୍ କହିବେ ମୋର ତ ୱେଟ୍ ଲସ୍ ଏକରେ ହେଇଗଲା ଆଉ ହଉନାହିଁ। ସୋ ତାଙ୍କୁ ମୁଁ କହୁଛି କି ଆପଣ ପ୍ରୋଲଙ୍ଗ କରନ୍ତୁ ଆପଣ ଯଦି 1 ଡେ କଲେ ମେକ୍ ଇଟ୍ 2 ଡେଜ ଗ୍ରାଜୁଆଲି ଯଦି 2 ଡେ କଲେ ସକ୍ସେସଫୁଲି ମେକ୍ ଇଟ୍ 3 ଡେଜ ଆପଣଙ୍କର ଅଟୋଫେଗିକୁ ଅନ୍ କରିବାର ଅଛି ଏକ୍ସେସ ଫେଟ କୁ ଆପଣଙ୍କ ବଡି ଖାଇବାର ଅଛି ଅଟୋପେଗି ଅନ୍ କରିଦିଅନ୍ତୁ ଆମେ ସେଇଟା ହିଁ କହୁଛୁ ଆପଣଙ୍କୁ ସିମ୍ପଲ ଜିନିଷ ଓକେ ଚଲୋ ଇଟ୍ସ ଏ ଭେରି ଗୁଡ ଥିଙ୍ଗ ଦେନ୍ ଏନି ଅଦର ଡାଉଟ୍ସ ଇନ ଦିସ୍ 8 ଟୋଟାଲ ଯାହା କହିଲି ଏଥିରେ ଆପଣଙ୍କୁ ଜଷ୍ଟ ଦିସ୍ ଅଲ୍ ଦିସ୍ ପଏଣ୍ଟସ୍ ଗଲା ତାପରେ ଆମେ 9 ନମ୍ବର 10 ନମ୍ବର 10 ନମ୍ବର ପରେ 11 ନମ୍ବର ପଏଣ୍ଟକୁ ବି ଆମେ ଡିସ୍କସ କରିବା
ଏଇଟା ସୋ କେମିତି ରିସର୍ଚ୍ଚ କରୁଛନ୍ତି ମୁଁ ଦେଖି ମୋର କେତେଟା ରେଫରେନ୍ସ ଅଛନ୍ତି, ମୋର କେତେଟା ମେଣ୍ଟର ଅଛନ୍ତି। ଆଉ ଜଣେ ମେଣ୍ଟର କଥା କହିଦଉଛି ଆପଣଙ୍କୁ। ୟୁ ୟୁ ନେମ୍ ଦ ମେଣ୍ଟର, ଡକ୍ଟର କେନ୍ ଡି ବେରି ଏମଡି। Lies my doctor told me. Medical myths that can harm your health. ତ ସେଇ ମିଥ୍ସ ଯୋଗୁଁ ଆପଣ ଭଲ ହେଇପାରୁନାହାନ୍ତି। ପତଲା ଲୋକ ବି ଭିନେଗାର ନେଇପାରିବେ। ଭିନେଗାରର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଭଲ କରିବା। ହାଉ ମେନି କ୍ଲୋଭ୍ସ? 1 to 2 cloves is କାଫି। Yeah. ଚାଲ ଆଉ ତାପରେ ଆମେ ଡିସ୍କସ କରିବା ଯୋଉ ପେଣ୍ଡିଂ ପାର୍ଟଟା। That's pending part is 11 number। କଣ କେଫିର? ଏଇଟା କଣ କେଫିର ବୋଲି ଆପଣ କଣ ପଚାରିବେ? କିଛି ନୁହଁ, ଇଟ୍ସ ଏନିବଡି ନୋ ଦ ହ୍ୱାଟ ଇଜ କେଫିର? କେଫିର ମାନେ କଣ? ଜଷ୍ଟ ଟାଇପ ଇନ ଦ ଚାଟ ବକ୍ସ, କୋଉମାନେ ଜାଣିଛନ୍ତି ଦେଖିବା। केफिर का मतलब क्या है? बताओ। हेलो मैडम, ମୁଁ କ୍ଲାସରେ ଅଛି, କ୍ଲାସ ପରେ କଲ୍ କରନ୍ତୁ। କେଫିର ମିନ୍ସ योगर्ट। इट्स ए भेराइटी ऑफ योगर्ट। ओके, कॉफी नुह। कॉफी कुआडे ହେଲା ମହାନ୍ତି ସାର୍? କେଫିର, KEFIR, କେଫିର ର ମିନିଂ ପଚାରୁଛି ମୁଁ। व्हाट इज दैट? फॉर्म ऑफ योगर्ट। ଘୋଳ ଦହି। ଆଚ୍ଛା। मिल्क ର क्रीम। fermented milk cream is called kefir। fermented। ଆଉ ଯୋଉଟାରେ ଗୁଡ୍ ପ୍ରୋବାୟୋଟିକ୍ସ ଥାଏ, ସୋ ଦ୍ୟାଟ୍ସ ଭେରି ଗୁଡ୍। ଇଟ୍ସ ଦ କନସେନ୍ଟ୍ରେଟେଡ୍ କ୍ରିମ ୱିଥ ପ୍ରିବାୟୋଟିକ ଜିନିଷ ଥାଏ ସେଥିରେ। So probiotics some bacteria भी ଥିବେ, healthy bacteria, lactobacillus ଥିବେ, that's good for the body। ଲହୁଣୀ perfect word ଟା ଆସିଲା ଏବେ। ସଂଘମିତ୍ରା ମ୍ୟାଡମ ଲେଖିଲେ ଲହୁଣୀ, that's the perfect word for kefir। ଚଲୋ ଲହୁଣୀ ଲେଖନ୍ତୁ ଯୋଉମାନେ କେଫିର ଲେଖୁନାହାନ୍ତି। 12 ନମ୍ବର ଲେଖନ୍ତୁ ବ୍ଲାକବେରିଜ ଆଉ ଏହାର ସ୍ମୁଦି। ଲହୁଣୀ ବ୍ଲାକବେରୀର ସ୍ମୁଦି। ସ୍ମୁଦି ମାନେ ପଚାରିବେ ଦିଟାକୁ ମିଶେଇ ଦେଇକି ଗୋଟେ ଭଲ ଜୁସ୍ କରିବେ, ଦ୍ୟାଟ୍ସ କଲ୍ଡ ସ୍ମୁଦି। ବହୁତ ବଢିଆ। ଆପଣଙ୍କର ତାମାନେ ଗଟ୍ ବ୍ୟାକ୍ଟେରିଆ ମାନଙ୍କର ଫାଇबर ବି ମିଳିଲା, ସମ୍ ଭିଟାମିନ୍ସ ମିଳିଲା, ଭିଟାମିନ K2 ମିଳିଲା, ଆଉ ଭିଟାମିନ D ଅଛି, ସେମାନେ ଖୁସି ହେଇଯାଆନ୍ତି ପୁରା। ପ୍ରାକ୍ଟିସ କରନ୍ତୁ, ଓନ୍ଲି ଶୁଣିଲେ ହବ ନାହିଁ। ୟୁ ନିଡ୍ ଟୁ ପ୍ରାକ୍ଟିସ ଇଟ୍। ଦେନ୍ ସୋରକ୍ରାଫ୍ଟ, ୟୁ ଅଲ୍ ନୋ ଦ୍ୟାଟ୍। କୋବିର ଆଚାର ଲେଖନ୍ତୁ। ଯୋଉମାନଙ୍କର ଆଣ୍ଡ ଗ୍ୟାସ୍ ରହୁଛି, କନଷ୍ଟିପେସନ ରହୁଛି, ସୋ ତାଙ୍କୁ ବହୁତ ବଢିଆ କାମ କରେ। ଆଟଲିଷ୍ଟ 1 କପ୍ ଟ୍ରାଏ କରନ୍ତୁ ସୋରକ୍ରାଫ୍ଟ, ଦ୍ୟାଟ୍ ଇଜ ଫର୍ମେଣ୍ଟେଡ। ମାନେ କୋବିର ଆଚାର, ସିମ୍ପଲ ଲେଖନ୍ତୁ କୋବିର ଆଚାର। 14 ନମ୍ବରରେ ଗୋଟେ ଅଛି ଓରେଗାନୋ ଅଏଲ ବୋଲି ଆପଣ ଦେଖିଥିବେ। ଏଇଟା ଆକ୍ଚୁଆଲି ଆପଣ ଯଦି ଏଇ ଅଏଲ ନ ପାଇବେ, ଆମ ଆଡେ ସବୁଠୁ ବେଷ୍ଟ ହଉଛି ନା, ଦ୍ୟାଟ୍ ଇଜ କଲ୍ଡ କୋଉଟା ଏଟା, କାଷ୍ଟର ଅଏଲ। ଓକେ ଯୋଡା ତେଲ। ଓକେ, ଦ୍ୟାଟ୍ ଇଜ ସେମ୍ ଇଫେକ୍ଟ। ମୁଁ ବହୁତ ସାରା ଷ୍ଟଡି କରୁଥିଲି ଓରେଗାନୋ, ୟା ଭିତରେ ଆମ ଆଡେ କାଷ୍ଟର ଅଏଲ ମିଳୁଛି। କା- ସମସ୍ତେ ଲାଇକ୍ ଦ୍ୟାଟ୍, ଏଇଟା ସେଇ ଭେରାଇଟିର। ଆଣ୍ଟି ପାରାସିଟିକ ପ୍ରପର୍ଟି ଅଛି ଆପଣଙ୍କର। ଅ, ଯୋଉଠି ଘା ହେଇଥିବ ଆଗ ଲୋକ ଲଗଉଥିଲେ। ଇଭେନ ମୁଁ ଦେଖିଛି ଗାଁ ମାନଙ୍କରେ ଆମ ଅଜା କାଷ୍ଟର ଅଏଲ ର ଜିନିଷ ସ୍କିନ୍ ଇନଫେକ୍ସନ ପାଇଁ ୟୁଜ କରୁଥିଲେ। ମୁଁ ବି ଛୋଟ ଥିଲା ଘା ହଉଥାଏ, ସେ ଲଗଉଥିଲେ। ମୁଁ କହିଲି କଣ, କାହିଁ ଏଇଟା ଲଗଉଛନ୍ତି? ତାର ଆଣ୍ଟିବାକ୍ଟେରିଆଲ ପ୍ରପର୍ଟି ଅଛି, ଏବେ ମନେ ପଡିଲା। ଯୋଡା ତେଲ, ୟେସ୍ ଭେରି ଗୁଡ, ଯୋଡା ତେଲ। ବୁଝିଲେ, ଗୋଲମରିଚ ସାଙ୍ଗରେ ପେନ୍ ରିଲିଫ ପାଇଁ, ୟେସ୍।
କୋଉମାନେ ଆଗରୁ ଲଗେଇଛନ୍ତି ଆପଣଙ୍କ ଗାଁ ମାନେ ଘରେ ଆପଣଙ୍କ ଯଦି ଲଗେଇଛନ୍ତି ଜଷ୍ଟ yes in the I in the chat box. That's a good thing. Yeah, very good. So ଆମର ପୂର୍ବତନ ଯୋଉ ମେଡିସିନ ଗୁଡା ଥିଲା ନା ହର୍ବାଲ ମେଡିସିନ କୁ ଆମେ ଟିକେ ଦେହ ହାତ ଦରଜ ହେଲେ ଲଗାଯାଏ ଆଣ୍ଡ ଇନଫେକ୍ସନ ହେଲେ ଲଗାଯାଏ ଯଦି ଘା ହେଇଥିବ ସେଠି ଲଗଉଥିଲେ ଆଗରୁ। ୟେସ୍ ୟେସ୍ ଭେରି ଗୁଡ। ଚଲୋ ବହୁତ ଲୋକ ଜାଣିଛନ୍ତି। ଦ୍ୟାଟ୍ସ ଏ ଗୁଡ ଥିଙ୍ଗ। ତାପରେ ପଳେଇବା ଆୟୋଡିନ। ଆୟୋଡିନ ମାନେ ସମସ୍ତେ ଜାଣିଛନ୍ତି ଟିଂଚର ୟୁଜ କରାହଉଥିଲା ଘା ସଫା କରିବା ପାଇଁ ଟିଂଚର ଆୟୋଡିନ। ଏବେ ବି ଆମେ ବିଟାଡିନ୍ ୟୁଜ କରୁ ଆପଣ ଦେଖିଥିବେ ହସ୍ପିଟାଲ ମାନଙ୍କରେ ଏଇ ବିଟାଡିନ୍ ଟା ୟୁଜ ହେଇଥାଏ ହସ୍ପିଟାଲ ମାନଙ୍କରେ। ତ ଦିସ୍ ଆର୍ ଦ ଥିଙ୍ଗସ୍ ଯୋଉଟା ଆମେ ଘରେ ବି ରଖିକି ୟୁଜ କରିପାରିବା ନ୍ୟାଚୁରାଲ ଆଣ୍ଟିସେପ୍ଟିକ ହିସାବରେ ୟୁଜ ହୁଏ। ଆଣ୍ଡ ପାର୍ଟିକୁଲାରଲି ଦେଖିବେ ଯୋଉଠି ଡିସଇନଫେକ୍ଟାଣ୍ଟ ହିସାବରେ ଘା ହେଇଗଲା କଣ ଆମେ ତାକୁ ଲଗଉ ତାପରେ ଆମେ ପଟି କିମ୍ବା କଣ ଲଗେଇଥାଉ। ତାପରେ ଆପଣଙ୍କର ପଳେଇ ଆସିଲା ଫେଭରାଇଟ ଡିନର ରେ ସାର୍ କଣ ଖାଇବି କୁହନ୍ତୁ ଭୋକ ଲାଗିଲାଣି। ହୋମ ମେଡ୍ ଚିକେନ ସୁପ୍ and that chicken should be free range chicken ଦାନା ବାଲା ନୁହଁ। ଦାନା ବାଲା ଖାଇବେନି ହେଲା ଆପଣ ଖାଇବେ ସବୁବେଳେ ଫ୍ରି ରେଞ୍ଜ ବାଲା ବୋନ ବ୍ରୋଥ ମଟନ ସୁପ୍ ଏଗୁଡାକ ସେଟା ଫୁଲ ଅଫ ଭିଟାମିନ ଥାଏ ଯୋଉମାନଙ୍କର ପ୍ଲାଟଲେଟ କମି ଯାଉଥାଏ ଯୋଉମାନଙ୍କର ଦେହରେ ବ୍ଲଡ କମି ଯାଉଥାଏ ଏଁ, ତାଙ୍କୁ କଣ ତାଙ୍କୁ କୋଲାଜେନ ବି ଦରକାର ତା ସାଙ୍ଗରେ ଭଲ ମ୍ୟାଗ୍ନେସିୟମ ବି ଦରକାର ରିଏଲ କ୍ୟାଲସିୟମ ଦରକାର ତାଙ୍କୁ ଆପଣଙ୍କ ଜଏଣ୍ଟସ ପାଇଁ ଯୋଉ ଗ୍ଲୁକୋସାମିନ ଦରକାର ଓକେ ସେଇ ଜିନିଷ ବି ଆପଣ ଏଠି ପାଇପାରିବେ ଫ୍ରେଣ୍ଡସ୍ ଦ୍ୟାଟ୍ସ ଦ ଥିଙ୍ଗ ଯୋଉଟା ଆମେ କହୁଛୁ ଆପଣଙ୍କୁ ଏଇଟା ନ୍ୟାଚୁରାଲ ଜିନିଷ ଆପଣ ଘରେ କଣ ଚିକେନ ସୁପ୍ କରିପାରିବେନି ଆପଣ ମଟନ ସୁପ୍ କରିପାରିବେନି ଯୋଉ ମଟନ ରହିଗଲା ତାକୁ ସୁପ୍ କରିଦିଅନ୍ତୁ ସନ୍ଧ୍ୟା ବେଳେ ଆମେ କ୍ୟାମ୍ପରେ ଯେମିତି କରୁ ୟେସ୍ ଚାଲୋ ନେକ୍ସଟ ପଳେଇବା ଆପଣଙ୍କର ଆଚ୍ଛା ଏଥିରେ ହେଇଗଲା ଦେଖନ୍ତୁ ଏଇ ଯୋଉ ଫୁଡ ଗୁଡା ଅଛି ନା ପ୍ରାୟ ଆପଣ କେଫିର ଲହୁଣୀ କୁହନ୍ତୁ ଆଣ୍ଡ ବ୍ଲାକବେରିଜ କେଫିର ସ୍ମୁଦି କୁହନ୍ତୁ ସୋରକ୍ରାଫ୍ଟ ଏ ଅଲ୍ ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନାଲ ପ୍ରୋବ୍ଲେମ ପେଟକୁ ଠିକ କରିଦବ ପୁରା ଆଜ୍ଞା ଆପଣ ଶୁଣିଲେ କିନ୍ତୁ କାମରେ ଲଗାନ୍ତୁ ବୋନ ବ୍ରୋଥ କେମିତି ନିଆଯିବ ସନ୍ଧ୍ୟା ବେଳେ ଆପଣ ତାକୁ ସୁପ୍ କରିଦେବେ ସୁପ୍ କରିକି ନେବେ ତାକୁ ଓକେ ବାଲେଶ୍ଵର ଭଦ୍ରକ ସାଇଡ ତାକୁ ଟିକେ ମଟନ ସୁପ୍ କରିକି ବି ନିଅନ୍ତି ସେମାନେ ମୁଢି ସାଙ୍ଗରେ ଅଳ୍ପ ଟିକେ ମୁଢି ମିଶେଇକି ବି ଆପଣ ଯଦି ମଟନ ସୁପ୍ ମିଳିଲା ନେଇପାରିବେ ସୋ ଦ୍ୟାଟ୍ସ ଏ ଗୁଡ ଥିଙ୍ଗ ଫର ଦ ହିଲିଂ ଅଫ ଦ ବଡି କାରଣ ବହୁତ ସାରା କେସରେ କଣ ହୁଏ ନା that will clean the liver if you see the fatty liver ବହୁତ ଲୋକଙ୍କ ଯୋଉ fatty liver ହଉଛି ନା if you take bone broth ଆମେ ଦେଖିବେ ଡିଫରେଣ୍ଟ ଯୋଉ ଷ୍ଟେଜେସ୍ ଅଫ ଲିଭର ଥାଏ ଦେଖିବେ ଲୋକ କଣ ସାର୍ କେମିତି ଆଇଡେଣ୍ଟିଫାଏ କରିବେ ୟାକୁ ଆଇଡେଣ୍ଟିଫାଏ ସିମ୍ପଲ ଷ୍ଟେପ ୟୁ ଜଷ୍ଟ ଚେକ୍ ୟୁର କଲର ଅଫ ୟୁରିନ୍ ଆପଣ ଦେଖିବେ ଆପଣ ନିଜର ଷ୍ଟେଜ ଜାଣିଦେବେ ମୋର କହିବାର ମାନେ ହଉଛି ଏମିତି ନାଇଁ କି ସବୁବେଳେ ଆସିବ ବଟ ବେଳେ ସମ ମେଡିସିନ ଖାଇଲେ ୟୁରିନ ର କଲର ଚେଞ୍ଜ ହେବ ସେଟା ମୁଁ କହୁନି ବହୁତ ଲୋକ ନର୍ମାଲ ଲିଭର କେମିତି କ୍ଲିନ ଦେଖାଯାଏ ଦେଖନ୍ତୁ ଯେତେବେଳେ ଲିଭର ଟା ଫେଟ ଜମା ହଉଛି ଫେଟ ହେଇଯାଉଛି ସେ ଆଉ ଠିକ ସେ ମେଟାବଲିଜମ କୁ କରିପାରୁନି ସେଥିପାଇଁ ଫ୍ୟାଟି ଲିଭର ଯୋଉମାନଙ୍କର ଥାଏ ଦେଖିବେ ଗ୍ୟାସ ପ୍ରୋବ୍ଲେମ ରହୁଥାଏ ଆଉ ସେଥିପାଇଁ ମୁଁ କହୁଛି ପ୍ରି ପ୍ରୋବାୟୋଟିକ ଜିନିଷ ଆପଣ ଆଣ୍ଟିବାୟୋଟିକ ଖାଇଲା ପରେ ବେଶୀ ଗ୍ୟାସ ପ୍ରୋବ୍ଲେମ ହେଇଥାଏ କାହିଁକି ଭଲ ଭଲ ବ୍ୟାକ୍ଟେରିଆ ଯୋଉମାନେ ଥାଆନ୍ତି ମରିଯାଆନ୍ତି ଆଉ ଲିଭର ର କାମ ହଉଛି ହରମୋନ ପ୍ରଡକ୍ସନ କରିତା ମାନେ ଡିଟକ୍ସିଫିକେସନ ତାପରେ ଯଦି ଆପଣ ନ ସମ୍ଭାଳିଲେ ସୁଗରୀ ଫୁଡ ପୁଣି ଖାଇଲେ ଫ୍ରୁକ୍ଟୋଜ ଜାତୀୟ ଜିନିଷ ଖାଇଲେ ବେଶୀ ଫଳ ଖାଇଲେ ଫ୍ୟାଟି ଲିଭର ହେଇଯାଉଛି ତାକୁ ବନ୍ଦ କରନ୍ତୁ ଯଦି ନ ମାନିବେ ଲିଭର ଫାଇବ୍ରୋସିସ୍ ହବ ତାପରେ ସିରୋସିସ୍ ହବ ତାପରେ କ୍ୟାନ୍ସର ହବ ମୋର କହିବାର ମାନେ ଆମେ ଧୀରେ ଧୀରେ ଏଇ ଜିନିଷଟାକୁ ଜାଣୁଛୁ କିନ୍ତୁ ଆଲକୋହଲ ଯୋଉମାନେ ନଉଛନ୍ତି ତାଙ୍କର ଏଇ ଅସୁବିଧା ହେଇଥିବ କାହିଁ ଚେଞ୍ଜ କରିବେନି ମୋର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଲିଭର ଇଜ ଦ ମାଷ୍ଟର ଅଫ ଆୱାର ବଡି ମାଷ୍ଟର କଣ୍ଟ୍ରୋଲର ସୋ वी नीड टू क्लीन आवर लिवर ଆଉ ଲିଭରକୁ କ୍ଲିନ କରିଦେଲେ ସବୁ ଠିକ ହେଇଯିବ ମ୍ୟାକ୍ସିମମ୍ କେସରେ ଆମେ ଦେଖିଛୁ ଲିଭର ଯେତେବେଳେ କ୍ଲିନ ହେଇଯାଏ ଆପଣଙ୍କର ସୋ ମେନି ପ୍ରୋବ୍ଲେମ୍ସ ଠିକ ହେଇଯାଏ ଲିଭର ଇଜ ଦ ମାଷ୍ଟର କଣ୍ଟ୍ରୋଲର ମେଟାବଲିଜମ କଣ୍ଟ୍ରୋଲ କରିବା ପାଇଁ ତାପରେ ନେକ୍ସଟ କୁହନ୍ତୁ ୟେସ୍ ଆଣ୍ଟିବାୟୋଟିକ ଖାଇଲା ପରେ କାହିଁକି ବାନ୍ତି ହୁଏ ସେଇଥିପାଇଁ ବିକଜ ଆପଣଙ୍କର ଭଲ ଭଲ ବ୍ୟାକ୍ଟେରିଆ ମରିଯାଆନ୍ତି
ଡିସବାୟସିସ୍ ହେଇଯାଏ ଆପଣଙ୍କର। ଖରାପ ବି ମରନ୍ତି, ଭଲ ବି କମି ଯାଆନ୍ତି ଯୋଉମାନେ ଆପଣଙ୍କୁ ହେଲ୍ପ କରୁଥିଲେ। ଏପୁଲ ଖାଇପାରିବେ ଅଳ୍ପ, ୟେସ୍ ଗ୍ରୀନ ଏପୁଲ ଖାଇପାରିବେ। ହାଇଡ୍ରୋଜେନ ପେରୋକ୍ସାଇଡ୍ ଗୋଟେ ଶୁଣିଥିବେ ଆପଣ, ପ୍ରାୟ ମେଡିକାଲ ଷ୍ଟୋରରେ ମିଳିଯାଏ। ଆପଣଙ୍କ କଣ କରାଯାଏ, ମାନେ ଟୁଥପେଷ୍ଟ ରେ ଦେଇକି ତାକୁ ଯଦି ୟୁଜ କରିବେ ତାହେଲେ ଆପଣଙ୍କର ଅଳ୍ପ ଟିକେ ସୋଡା, ଏବଂ ଏଇଟା କଲେ କଣ ହବ, ଦାନ୍ତରେ ଯୋଉ ହଳଦିଆ ହଳଦିଆ ହେଇନଥାଏ ଦାନ୍ତ, ଦାନ୍ତ ଟୁଥବ୍ରଶ ତ ଆପଣ ସବୁବେଳେ କରୁଛନ୍ତି, ସେମିତି ତ ଆମେ ଆପଣଙ୍କୁ ନ୍ୟାଚୁରାଲ କାଠି କରିବା ପାଇଁ କହିଥାଉ, ଦାନ୍ତ କାଠି, ବଟ୍ ଯୋଉମାନେ ୟୁଜ କରି ନାହାନ୍ତି ଆପଣ ସିମ୍ପଲ କାମ କରିବେ, 1 teaspoon of coconut oil, half teaspoon of baking soda, ଆଉ 1/4 teaspoon of hydrogen peroxide। फूड ग्रेड वाला आनिए, 3% वाला, ओके। 3% फूड ग्रेड हाइड्रोजन पेरोक्साइड ऑनलाइन भी मिल and 3 drops of olive oil you can add there also. It's a very good thing to clean your system. Okay, then also ଆସିବ Epsom salt। ଆପଣ ଜାଣିଛନ୍ତି magnesium glycinate ଆମେ ଯୋଉ ଦେଇଥାଉ magnesium salt, ଫୁଟବାଥ କରିବାରେ ୟୁଜ କରିବା ପାଇଁ ଆମେ କହିଥାଉ Epsom salt। ବହୁତ ବଢିଆ, ଆପଣଙ୍କ ଯଦି ଫୁଟ ପେନ୍ ହଉଥିବ, ଗୋଡ ପେନ୍ ହଉଥିବ, ଆଣ୍ଠୁ ପେନ୍ ହଉଥିବ, ସବୁ କମିଯାଏ ଯେତେବେଳେ ଫୁଟବାଥ ଆପଣ ଷ୍ଟାର୍ଟ କରନ୍ତି। ମ୍ୟାଗ୍ନେସିୟମ ଗ୍ଲାଇସିନେଟ, ସରି ମ୍ୟାଗ୍ନେସିୟମ ଗ୍ଲାଇସିନେଟ ଖାଇବା ପାଇଁ, କିନ୍ତୁ ଏପସମ ସଲ୍ଟ ଟା ଲଗେଇବା ପାଇଁ। ଲେଖା ହେଇଛି dissolve 1 to 2 cup of Epsom salt in a bath, in a bathtub and 30 minutes soak କରନ୍ତୁ। ପ୍ରାୟ ହୋଟେଲ ମାନଙ୍କରେ ଯୋଉ ବାଥଟବ ଥାଏ ଆପଣ ଦେଖିଥିବେ, they use that also, right? Yeah, ନଖରେ ବି ଦିଆଯାଏ that ହାଇଡ୍ରୋଜେନ ପେରୋକ୍ସାଇଡ, ଯୋଉମାନଙ୍କର ମଇଳା ଜମି ଯାଇଥାଏ, ମଇଳାକୁ କାଢିଦବ ସେ। ହାଇଡ୍ରୋଜେନ ପେରୋକ୍ସାଇଡ ର କାମ ହେଲା ଡିଟକ୍ସିଫିକେସନ। ଆଉ ଦେଖନ୍ତୁ 19 ନମ୍ବରରେ ଲୋକାଲ ବି ହନି, ମହୁ, ଶୁଦ୍ଧ ମହୁ। ଆମକୁ ସାର୍ ମହୁରେ ତ ସୁଗର ରହୁଛି, କଣ କରିବି? ହଁ କି ନାଇଁ? ବଟ ମନେ ରଖନ୍ତୁ, ଏଥିରେ ଯୋଉ ଫାଇବର ଟା ଥାଏ ପୋଲେନ, ଯୋଉମାନଙ୍କର ଏଲର୍ଜିକ ସିମ୍ପଟମ ବେଶୀ ରହୁଥାଏ, ଆଉ ସିଜନ ଆସିଲେ ବାରମ୍ବାର ଥଣ୍ଡା କାଶ ରହୁଥାଏ, ଆପଣ କଣ କରିବେ, ଅଳ୍ପ ଘିଅ ସାଙ୍ଗରେ, ସପୋଜ 2 ସ୍ପୁନ ଘି and ½ ସ୍ପୁନ ଅଫ ମହୁ। ମହୁ ବେଶୀ ନେଲେ ସୁଗର ବଢିବା ଆମେ ଜାଣିଛୁ, ଫ୍ରୁକ୍ଟୋଜ ଅଛି, କିନ୍ତୁ ଯେହେତୁ ପୋଲେନ ଅଛି ସେଥିରେ, ତାର ବେନିଫିଟ ଯଦି ଦେଖିବା ଫାଇବରଟା, ସେ କଣ କରିବ ଆପଣଙ୍କର ସିଜନାଲ ଫ୍ଲୁକୁ କମେଇ ଦବ। ବୁଝିଗଲା? ତ ଯଦି ଆପଣଙ୍କର ସୁଗର କମି ଆସିଲାଣି, ଫ୍ୟାଟି ଲିଭର ନାହିଁ, ତାହେଲେ ଆପଣ ବି ବାଲା ଇନଫ୍ଲାମେସନ କମେଇବା ପାଇଁ, ଏଲାର୍ଜି କମେଇବା ପାଇଁ ୟୁଜ କରିପାରିବେ। ଯେମିତି ଛୋଟ ପିଲାମାନଙ୍କୁ ଗାଁ ମାନଙ୍କରେ ଦିଆଯାଏ ଦେଖିବେ, ମହୁ, ମହୁ ଆଉ ଘିଅ ତାଙ୍କୁ ଚଟେଇ ଦିଆଯାଏ। ଆପଣ ଦେଖିଥିବେ ଗାଁ ମାନଙ୍କରେ ଆମର ଓଲ୍ଡ ଏଜ ମେଡିସିନ, ଓକେ, नुस्खा, नुस्खा, ओके। चलो, ଆଉ ଗୋଟେ 20 ନମ୍ବର ଅଛି ଦେଖନ୍ତୁ, ବ୍ଲାକ୍ କରେଣ୍ଟ ସିଡ୍ ଅଏଲ। କ୍ୟାନ୍ ଏନିବଡି ନେମ୍, ୟାକୁ ଓଡିଆରେ କଣ କୁହାଯାଏ? ଆପଣ ଟାକ୍ସ ଦଉଛି, ଆପଣ ଟିକେ ଖୋଜିକି କୁହନ୍ତୁ। ବ୍ଲାକ୍, CURRANT, କରେଣ୍ଟ ସିଡ୍ ଅଏଲ। You search and let me know। ନାଇଁ, ହନିଟା ଆକ୍ଚୁଆଲି କଣ କି ଆପଣଙ୍କର ଫ୍ରୁକ୍ଟୋଜ ଥାଏ, ଆମେ ଜାଣିଛୁ ମିଠା ଲାଗେ, କିନ୍ତୁ ଯଦି ସୁଗର ହାଇ ଥିବ ଆପଣ ନେଲେ ପୁଣି ଫ୍ୟାଟି ଲିଭର କରିବା ଚାନ୍ସେସ୍ ଥାଏ। ତ ଆମେ ସେଇ କେସରେ କଣ କହିଦଉ, ଯୋଉମାନଙ୍କର ଯଦି ସୁଗର ନର୍ମାଲକୁ ଆସିଲାଣି, ଆଣ୍ଡ ଆପଣଙ୍କର ୟେସ୍ HbA1c କମିଲାଣି, ଦେନ୍ ଯଦି ଏଲାର୍ଜି ପରସିଷ୍ଟ କରୁଛି, ସୁଗର ନାହିଁ ତାଙ୍କ ପାଇଁ, ୟେସ୍ ବ୍ଲାକ୍ ଜିରା, ରାଶି ତେଲ, ରାଶି ତେଲ, ନା ରାଶି ତେଲ ହବନି, ବ୍ଲାକ୍ କରେଣ୍ଟ ପରା, ରାଶି ବ୍ଲାକ୍ ନୁହେଁ, ବ୍ଲାକ୍ ଜିରା ଅଏଲ। ଏଇଟା ଆକ୍ଚୁଆଲି, ହଁ, କଲା ଜିରା ଅଏଲ, କଲା ଜିରା ହଉଛି ବ୍ଲାକ୍ କରେଣ୍ଟ ଅଏଲ, ସିଡ୍ ଅଏଲ, ଯୋଉଟା କି ଆପଣଙ୍କର ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ ଅର ମେନୋପଜ ସିମ୍ପଟମ ଯୋଉମାନଙ୍କର ଥାଏ, କ୍ୟାନ୍ ଇମ୍ପ୍ରୁଭ ୟୋର ସ୍କିନ୍ ଇସ୍ୟୁଜ ସଚ ଏଜ ଏକ୍ଜିମା ଯଦି ଥିବ, ଡର୍ମାଟାଇଟିସ ଥିବ, ଜଏଣ୍ଟସ ପେନ୍, ବେଳେବେଳେ ମସଲ ପେନ୍ ପାଇଁ ବି ଦିଆଯାଏ।
ୟା ବିରିଡି ତେଲ ସେ ଓଡିଆରେ ଟାଇପ କରିଦେଲେ ବୋଧେ ବିରିଡି ବିରିଡି ତେଲ। ଆଚ୍ଛା ହଉ। ଆଉ ଗୋଟେ ଦେଖିବେ ଗୋଟେ ପ୍ରକାରର ଚୁକୁନ୍ଦର ଆସେ ଚୁକୁନ୍ଦର ମାନେ ଦ୍ୟାଟ ଇଜ କଲ୍ଡ ରେଡିସ୍ ସୋ ବିଟ୍ ବିଟ୍ ସ୍ପେଶିଆଲ ଟାଇପ ଅଫ ବିଟ୍ ଯୋଉଟା କି ବ୍ଲାକ୍ ରେଡିସ୍ କୁହାଯାଏ। ହଁ, ଏଥିରେ ଯେହେତୁ ନାଇଟ୍ରିକ ଅକ୍ସାଇଡ ହାଇ ଥାଏ ଆପଣ ପ୍ରତିଦିନ ଯଦି ବିଟ୍ ଜୁସ୍ ନଉଛନ୍ତି ଆପଣଙ୍କ ଦେଖିବେ ବ୍ଲଡ ଫ୍ଲୋ ବଢିବ ଇନଫ୍ଲାମେସନ କମିବ ଆଣ୍ଡ ଭିଟାମିନ ସି ଯେହେତୁ ହାଇ ଥାଏ ଇଟ୍ ୱିଲ୍ ହେଲ୍ପ ଟୁ ଯୋଉମାନଙ୍କର ପାର୍ଟିକୁଲାରଲି ହାର୍ଟ ଡିଜିଜ ସସ୍ପେକ୍ଟ କରିଥାଉ ତାଙ୍କର ଆମେ ଗୋଟେ ଟେଷ୍ଟ କରିଥାଉ ଡିରାପ୍ ଟେଷ୍ଟ ଦେଖିବେ ଡାଇବେଟିକ ରିସ୍କ ପ୍ରୋଫାଇଲର ସେଥିରେ ଯଦି କିଛି ଆସିଲା କି ଦେ ଲାଇକ୍ ଆପଣଙ୍କର ଷ୍ଟିଫନେସ୍ ଆସିଲା ଆର୍ଟରୀ ମାନଙ୍କର ଆମେ ତାଙ୍କୁ ଏଇଟା ଖାଇବା ପାଇଁ କହିଥାଉ। ୟେସ୍ ବିଟ୍ ଜୁସ୍ ସରି। ଦେନ୍ ଆକ୍ଟିଭେଟେଡ୍ ଚାରକୋଲ ଚାରକୋଲ ମାନେ କଣ କୋଇଲା ମ୍ୟୁକୋଲାଇଟିକ ଏକ୍ସନ ଅଛି ତାର ମ୍ୟୁକସ କୁ ଭାଙ୍ଗିଦବ ସେ ଲାଇଟିକ ମାନେ ଲାଇସିସ୍ କରିବା ଭାଙ୍ଗିବା। Activated charcoal used to accidental overdose exposure to environmental toxins ପାଇଁ ଆମେ ଯୋଉମାନେ ବିଷ ଖାଇଦିଅନ୍ତି ତାଙ୍କୁ ତାର ଟେବଲେଟ ଦିଆଯାଏ। ବିଷ ଯୋଉମାନେ ଖାଇଥାନ୍ତି ତାଙ୍କ ଟେବଲେଟ ଦିଆଯାଏ ତାଙ୍କୁ activated charcoal ଦିଆଯାଏ। ଡିଟକ୍ସ କରିବା ପାଇଁ କନଷ୍ଟିପେସନକୁ ପ୍ରିଭେଣ୍ଟ କରିବା ପାଇଁ ଆମେ ତାକୁ ୟୁଜ କରିଥାଉ ଫ୍ରେଣ୍ଡସ୍ ଠିକ ଅଛି ଅଙ୍ଗାର କୁଳାଙ୍ଗାର ନୁହଁ ଇଟ୍ସ ଜଷ୍ଟ ଅଙ୍ଗାର ନଟ୍ କୁଳାଙ୍ଗାର ଓକେ ଅଙ୍ଗାର ବ୍ଲାକ୍ ଚାରକୋଲ ୟୁଜଡ ଫର ଦ୍ୟାଟ ମେଡିକେସନ। ୟା ଆଉ କଣ ରହିଲା ଆଉ କଣ ରହିଲା ଆଉ କଣ ରହିଲା ଆଉ ରହିଲା ଆକ୍ଟିଭେଟେଡ ଚାରକୋଲ ପରେ ସ୍ପେଶିଆଲ ଟାଇପର ଗୋଟେ କ୍ଲେ ଆସୁଛି ବେଣ୍ଟୋନାଇଟ କ୍ଲେ ଏହାର ଓଡିଆ ନା କିଏ କହିପାରିବେ ବେଣ୍ଟୋନାଇଟ କ୍ଲେ ଆମେ ମଡବାତ ପାଇଁ ୟୁଜ କରିଥାଉ ମଡବାତ ପାଇଁ ବେଷ୍ଟ and it will also help in detoxifications toxins କୁ remove କରିଥାଏ and eliminate ସ୍କିନ୍ ପୋର କୁ ଓପନ କରିଥାଏ। ମଡବାତ ଯୋଉମାନେ କରନ୍ତି ଆମ କ୍ୟାମ୍ପ ଯେମିତି ମଡବାତ ହେଇଥାଏ ବନମାଟି ମାଲ ମାଟି ମୁଲତାନୀ ମାଟି ଭେରି ଗୁଡ that is called bentonite clay is multani mati okay and that's a very good thing because that will help to reduce the toxins from your skin. I mean, we used to do mud bath in camp, right? Yes. ଆଉ ଗୋଟେ ଅଛି ସପ୍ଲିମେଣ୍ଟ ବିଷୟରେ ମୁଁ କହିଦିଏ ବହୁତ ଥର କହିନି ଆପଣଙ୍କୁ ନିଆସିନ ନିଆସିନ କୋଉଥିରୁ ମିଳେ ଯୋଉଟା ଯୋଉମାନେ କୁହନ୍ତି ବ୍ୟାଡ କୋଲେଷ୍ଟ୍ରଲ କମେଇବା ପାଇଁ ନିଆସିନ ଭିଟାମିନ B3 ମଟନ ରୁ ମିଳେ ଏଁ? ଯୋଉମାନେ ପକ୍ଷୀ ମାଂସ ଖାଆନ୍ତି ତାଙ୍କୁ ବେଶୀ ମିଳେ ପାର୍ଟିକୁଲାରଲି ଦେଖିବେ ଆପଣଙ୍କର ଦେଶୀ ଚିକେନ और ଦେଶୀ ପକ୍ଷୀ ମାନେ ଯୋଉମାନେ ବହୁତ ଡିଫରେଣ୍ଟ କାଇଣ୍ଡ ସବୁ ଆସୁଛନ୍ତି ଜଙ୍ଗଲୀ କୁକୁଡ଼ା ଆସୁଛନ୍ତି ଅଲ୍ ଦିସ୍ ଥିଙ୍ଗ ସେଥିରେ ବେଶୀ ଭିଟାମିନ B3 ଥାଏ ଆଣ୍ଡ ଲିଭର ପିସ ରେ ଥାଏ ଭିଟାମିନ B3 ବେଶୀ ନିଆସିନ ଓକେ ଆଉ ଗୋଟେ ଅଛି ସେଜ ଆଚ୍ଛା SAGE 25 ନମ୍ବର ଦେଖନ୍ତୁ ବାଦୁଡିରେ ଥାଏ ବେଶୀ ୟା ଆଉ ଗୋଟେ ସେଜ ଯୋଉ ଲେଖିଛି ତଳେ ପ୍ଲାନ ର ପିକଚର ଦିଆଯାଇଛି ତାର ଓଡିଆ ନାଁ କଣ କିଏ କହିପାରିବେ ସେଜ ର ଓଡିଆ ନାଁ କଣ ତଳେ ତାର ପିକଚର ବି ଦିଆହେଇଛି anybody can tell the name of the sage ଯୋଉଟା କି ଯୋଉମାନଙ୍କର ବହୁତ ସ୍ୱେଟିଂ ਹੁੰਦਾ ଷ୍ଟ୍ରେସ୍ ରିଲେଟେଡ ପିତା ଶାଗ ପିତା ଶାଗ ନା ମିଠା ଶାଗ ଏଥିରେ ମେଗ୍ନେସିୟମ ଥାଏ ଠିକ ଅଛି ରିଲାକ୍ସ କରିଥାଏ ଆଣ୍ଡ ପାର୍ଟିକୁଲାରଲି ମେଗ୍ନେସିୟମ ରିଚ୍ ଶାଗଟା ଏଇଟା ଗୁମ୍ପା ଶାଗ ଜାମୁ ପତ୍ର ନା ଜାମୁ ପତ୍ର ନୁହଁ ହେଲା ଗୋଟେ ଆସେ ନା ସ୍ପେଶିଆଲ ତାର ଶାଗର ଆକ୍ଚୁଆଲ ନାଁ ଟା ଭୁଲି ଯାଉଛି ଆପଣ ତାକୁ ଦେଖିବେ ଯଦି ପୁରା ମାନେ କଣ କହିଲେ ତାର ସେଜ ମିନ୍ସ ଡାର୍କ ଲିଫି ଗ୍ରୀନ ସ୍ମଲ ଛୋଟ ଛୋଟ ପତ୍ର ଥିବ ଆଣ୍ଡ ସେ ଶାଗ ବି ୟୁଜ କରାଯାଏ ଆମ ଆଡେ ବଥୁଆ ଶାଗ ଏଁ? ମେଥି ଶାଗ
वेरी गुड, मेथी ଶାଗ। ओके चलो, हॉट फ्लसेस को रिमूव करता है एंड बहुत सारा इन्फ्लामेशन कमी थाए, नाइट स्वेट्स ରୁ कमी थाए। ओके, तो ସେଇଟା ଆପଣ ୟୁଜ୍ କରିପାରିବେ। କାରଣ ବହୁତ ସାରା ଏମିତି ନ୍ୟାଚୁରାଲ ଜିନିଷ ଅଛି ହୋମ ରେମେଡି ଯୋଉଟା ଆପଣଙ୍କୁ ଜାଣିବାର ଅଛି। ବିକଜ କଣ ହୁଏ ନା, ଆମେ ଜବତକ ଏଇ ଜିନିଷ ଜାଣିବାନି, ଆମେ ରିଭର୍ସ କରିବାନି, ଆମେ କମ୍ପ୍ଲିକେସନ ଆଡେ ଯାଇଥାଉ ଫ୍ରେଣ୍ଡସ୍। ବୁଝିଲା? ଆଉ ସେଇ କମ୍ପ୍ଲିକେସନ ଯୋଗୁ ହିଁ ଲୋକମାନେ ଲାଷ୍ଟକୁ ହଇରାଣ ହୁଅନ୍ତି ଏବଂ ଲାଷ୍ଟକୁ ଦେ ହ୍ୟାଭ୍ କମ୍ପ୍ଲିକେସନ, ରାଇଟ୍? ସୋ ସେ କମ୍ପ୍ଲିକେସନକୁ ପ୍ରିଭେଣ୍ଟ କରିବା ପାଇଁ ଆମେ ଡିଫରେଣ୍ଟ ଷ୍ଟେପ୍ସ ଥ୍ରୋରୁ ଆମମାନଙ୍କୁ ଯେମିତି if we do not prevent the complication then କଣ ହେବାକୁ ଯାଉଛି? these are the problems। so these are the problems। ଯଦି ଆମେ complication କୁ prevent ନ କରିବା, we all reverse ନ କରିବା, ତାହେଲେ complication ଆସିବ। ଆଉ complication କୁ ହିଁ ଆମେ ପ୍ରିଭେଣ୍ଟ କରିବା ପାଇଁ କାମ ସବୁ କରୁଛୁ। ଆଉ ଯୋଉମାନେ ଫଲୋ ନ କରିବେ ତାଙ୍କର କଣ ହବ? କମ୍ପ୍ଲିକେସନ ହବ। वी ऑल नो दैट, ରାଇଟ୍? ଏତେ ବୁଝେଇଲା ପରେ ଯଦି କିଛି ଫଲୋ ନ କରିବେ, ହୋମ ରେମେଡି କହିଲୁ, ସବୁ କହିଲୁ, କିଛି ଯଦି ଫଲୋ ନ କଲେ କଣ ହବ? ଆଉ ଥ୍ୟାଙ୍କ ୟୁ ଯୋଉମାନେ ବହୁତ ବଢିଆ ଫଲୋ କରୁଛନ୍ତି, ଦେ ଆର୍ ଗେଟିଂ ବେଷ୍ଟ ରିଜଲ୍ଟସ। ଡାଉଟ କିଛି ନାହିଁ। ସବୁଥିରେ ଦେଖନ୍ତୁ, ଏଇ ଯୋଉ ଦେଖିବେ ନା କମ୍ପ୍ଲିକେସନ ର, ଏଇ ସବୁରେ ଗୋଟେ କମନ ଜିନିଷ ରହୁଛି, ଦ୍ୟାଟ ଇଜ ଯେତେବେଳେ ଆପଣଙ୍କ ଇନ୍ସୁଲିନ ହାଇ ରହୁଛି କିମ୍ବା ସୁଗର ହାଇ ରହୁଛି, ଇନଫ୍ଲାମେସନ ରହୁଛି, ଆପଣଙ୍କ ରକ୍ତ ନଳୀ ବ୍ଲକ ମାରୁଛି। ଆଉ ରକ୍ତ ନଳୀ ଯେତେବେଳେ ବ୍ଲକ ମାରୁଛି, ଦ୍ୟାଟ କଜେସ୍ ପ୍ରୋବ୍ଲେମ ଫ୍ରେଣ୍ଡସ୍, ଦ୍ୟାଟ କଜେସ୍ ପ୍ରୋବ୍ଲେମ। ଆଉ ସେଇ ଜିନିଷକୁ ହିଁ ଆମେ ଠିକ କରିଥାଉ। ସୋ ରକ୍ତ ନଳୀକୁ ଆମେ କେମିତି ସଫା କରିବା? ଦେଖନ୍ତୁ, ରକ୍ତ ନଳୀ ଯଦି ଆପଣ ଗୋଡରେ ବ୍ଲକ ହେଲା, ଦ୍ୟାଟ ଇଜ କଲ୍ଡ ପେରିଫେରାଲ ଆର୍ଟେରୀ ଡିଜିଜ, ପିଏଡି ବୋଲି କୁହାଯାଏ। ରକ୍ତ ନଳୀ ଯଦି ଆପଣଙ୍କର ବ୍ରେନ ର ବ୍ଲକ ହେଲା, ତାକୁ ଷ୍ଟ୍ରୋକ କୁହାଯାଏ। ଯଦି ହାର୍ଟ ର ବ୍ଲକ ହେଲା, ତାକୁ ହାର୍ଟ ଷ୍ଟ୍ରୋକ କିମ୍ବା ହାର୍ଟ ଆଟାକ କୁହାଯାଏ। ଯଦି ଆଖିରେ ବନ୍ଦ ହେଲା, ତାକୁ ରେଟିନୋପାଥି କୁହାଯାଏ। ଯଦି ଆପଣଙ୍କର କ୍ଷୀର ଲେନ୍ସ ରେ ରହିଗଲା, ତାକୁ କ୍ୟାଟ୍ରାକ୍ଟ କୁହାଯାଏ, ମୋତିଆ ବିନ୍ଦୁ କୁହାଯାଏ। ଯଦି ଆଖିର ଯୋଉ ଡୋଳା ଅଛି ତା ଭିତରେ ଗୋଟେ ଫ୍ଲୁଇଡ ଥାଏ, ସେଥିରେ ଯଦି ରହିଗଲା, ତାକୁ ଗ୍ଲାଇକୋମା କୁହାଯାଏ, ପ୍ରେସର ବଢିଯିବ। ଆଉ ଯଦି କିଡନୀର ଗ୍ଲୋମେରୁଲସ ରେ ରହିଗଲା, ତାକୁ ଡାଇବେଟିକ ନେଫ୍ରୋପାଥି କୁହାଯାଏ, ଡାଇବେଟିକ କିଡନୀ ଡିଜିଜ କୁହାଯାଏ। So ଏ ସବୁ କରଉଛି କି ଆକ୍ଚୁଆଲି, ଏ ସବୁକୁ ଯୋଉ କରୁଛି, ଯୋଉ ରେସ୍ପନ୍ସିବୁଲ ଫ୍ୟାକ୍ଟର କାହିଁକି? ଆମେ କଣ ଏମିତି କିଛି ନାହିଁ ଯାହାକୁ ଆମେ ଡିଟେକ୍ଟ କରିପାରିବା, ଆମେ ଟେଷ୍ଟ କରିପାରିବା ଅଲ୍ ଦିସ୍ ଥିଙ୍ଗ? ଲେଟ୍ ମି ଶୋ ଦ୍ୟାଟ୍। ଆଉ ସେଥିପାଇଁ ଆପଣଙ୍କୁ କହୁଛି, ଯୋଉମାନଙ୍କର ବି ଡିଟେକ୍ଟ କରିବାର ଅଛି ଦିସ୍ କାଇଣ୍ଡ ଅଫ ସିମ୍ପଟମ୍ସ କୁ, ମୋର ଷ୍ଟିଫନେସ୍ ହେଲାଣି କି କୋଉ ଆର୍ଟେରୀ ହେଲାଣି, ତାକୁ ଡିଟେକ୍ଟ କରିବା ପାଇଁ we have to make this test now। ଆଉ ଏଇ ଯୋଉ ଟେଷ୍ଟିଂ କଥା ଆପଣଙ୍କୁ କହେ ମୁଁ, ଇଟ୍ସ କଲ୍ଡ ଡାଇବେଟିକ ରିସ୍କ ପ୍ରୋଫାଇଲର ଟେଷ୍ଟ, DRP, ଡାଇବେଟିକ ରିସ୍କ ପ୍ରୋଫାଇଲର ଟେଷ୍ଟ। ଆପଣ ଯଦି ଆସିବେ, ଆମେ ଦେଖିବେ, ଏଇଟା ଫାର୍ଷ୍ଟ ଟାଇମ୍ ଇନ୍ ଦ ଓଡ଼ିଶା वी हैव डिजाइन दिस टेस्ट। ଆମେ ଏଇଟା ମଗେଇଛୁ। ଆଉ ଆପଣ ନିଜର ଜାଣିପାରିବେ କୋଉ ଆର୍ଟରୀ କେତେ ବ୍ଲକ୍ ହେଲାଣି। ଆଉ ଏ ଟେଷ୍ଟ କାହିଁ ମ୍ୟାଟର କରେ? ବିକଜ ଆପଣ ଜବ ତକ ରିସ୍କ ଜାଣିବେନି, ଆପଣ ଆକ୍ସନ ନେବେ ନାହିଁ। ହ୍ୱାଟ ୟୁ ମେଜର, ଦ୍ୟାଟ ୱିଲ୍ ଇମ୍ପ୍ରୁଭ। ଆପଣଙ୍କ ବିଷୟରେ ଏଥିରେ କଣ ଜଣା ପଡୁଛି କୁହନ୍ତୁ? ଏଥିରେ ଆପଣଙ୍କର କୋଉ ଆର୍ଟରୀର ଷ୍ଟିଫନେସ୍ ବଢିଲାଣି କି? ଷ୍ଟିଫନେସ୍ ମାନେ କଣ ଆଜ୍ଞା? ଦେଖନ୍ତୁ, ଗୋଟେ ଆର୍ଟରୀ ସପୋଜ ଥିବ, ଏଇଟା ନର୍ମାଲ ଆର୍ଟରୀ। ଯଦି ଦିସ୍ ଲେୟାର, that is called tunica externa, ଯଦି ହାର୍ଡ ହେଇଯିବ, that is called stiffness, ସେ ଏକ୍ସପାଣ୍ଡ କରିପାରିବନି। ଇଟ୍ ସୁଡ୍ ବି ଏକ୍ସପାଣ୍ଡେବୁଲ ହେବା କଥା। ଏଠି ନାଇଟ୍ରିକ ଅକ୍ସାଇଡ ରିଲିଜ ହେବା କଥା। ସୁଗରି ଫୁଡ ଖାଇ ଖାଇ ଇନ୍ସୁଲିନ ରେଜିଷ୍ଟାନ୍ସ ହେଇ ଏଇ ଜାଗାଟା ଡ୍ୟାମେଜ ହେଇଯାଏ। ଆପଣଙ୍କ ଡ୍ୟାମେଜ ହେବା ଯୋଗୁଁ ଏଇ ଜାଗାଟା ବ୍ଲକେଜ ହେଇଯାଏ। ଆଉ ବ୍ଲକେଜ ହେଇଗଲେ ଏଇ ଯୋଉ ଫ୍ଲେକ୍ସିବୁଲ ପାର୍ଟ ଥିବ, ଏଇଟା ହାର୍ଡ ହେଇଯିବ ଆଜ୍ଞା। ଯେତେ ହାର୍ଡ ହେବ, ଏଇଟା ଆପଣଙ୍କର ବ୍ଲକେଜ ର ଚାନ୍ସେସ ସେତେ ବଢିଥାଏ। Yeah, ଆମେ ସେଥିପାଇଁ କହିଥାଉ କି ଏଇ ଯୋଉ ଜିନିଷ କଲେ ଆମେ ଆର୍terial ହେଲ୍ଥ ବିଷୟରେ ଜାଣିପାରିବା। ମାନେ କଣ? ତାଙ୍କର ଗୋଡ ବେଶୀ ଥଣ୍ଡା ଲାଗୁଛି, ଚାଲିଲା ବେଳେ ଟିକେ କଷ୍ଟ ହଉଛି ଗୋଡକୁ। ଯୋଉମାନେ ବହୁତ ଆଗରୁ ଇନ୍ସୁଲିନ ନଉଥାନ୍ତି, ବହୁତ ସାରା ଇନ୍ସୁଲିନ ବାଲେ କିମ୍ବା ବହୁତ ସାରା ମେଡିସିନ ବାଲେ ନଉଥାନ୍ତି, ତାଙ୍କର ଦେଖିବେ ଗୋଡ ବେଶୀ ଥଣ୍ଡା ଲାଗୁଥିବ, କିନ୍ତୁ ହାତ ଠିକ ଲାଗୁଥିବ। ମାନେ କଣ? ଗୋଡକୁ ରକ୍ତ ଫ୍ଲୋ କମିଲାଣି। ଇଟ୍ସ କଲ୍ଡ ପିଏଡି, ଷ୍ଟ୍ରଙ୍ଗ ପ୍ରେଡିକ୍ଟର ଅଫ କୋରୋନାରୀ ଇଭେଣ୍ଟ, ଷ୍ଟ୍ରୋକ ଆଣ୍ଡ କଗ୍ନିଟିଭ ଡିକ୍ଲାଇନ। ଯଦି ବ୍ରେନ କୁ ବ୍ଲଡ ଫ୍ଲୋ କମିଯିବ, ନ୍ୟୁଟ୍ରିସନ ମିଳିବନି, ନ୍ୟୁଟ୍ରିସନ ନ ମିଳିଲେ ଆପଣଙ୍କୁ ୱିକ୍ ଲାଗିବ। The problem is that the your age depends on
योर एज ऑफ द आर्टरी ଆପଣଙ୍କ ଆର୍ଟରୀ କେତେ ସଫା ରହୁଛି ତା ଉପରେ ଆପଣଙ୍କର ଏଜ ଡିପେଣ୍ଡ କରେ ଆଉ ସେଥିରେ ଆପଣ ନିଜର ବାୟୋଲୋଜିକାଲ ଏଜ ବି ଜାଣିପାରିବେ ଦିସ୍ ରିସ୍କ ପ୍ରୋଫାଇଲରେ ଆଣ୍ଡ ୟୁ କ୍ୟାନ୍ ଡୁ ଦ୍ୟାଟ୍ ଅଲସୋ ଫ୍ରେଣ୍ଡସ୍ ଠିକ ଅଛି। So, କହିବାର ମାନେ ବହୁତ କିଛି ନୂଆ ଜିନିଷ ଅଛି ଯୋଉଟା କି ଆମେ ଆପଣଙ୍କୁ ଜଣାଉଛୁ କଣ ଆକ୍ସନ ନେବେ କଣ ଜଲ୍ଦି ରେଜଲ୍ଟ ପାଇବେ। ଷ୍ଟିଫନେସ୍ କଥା ସେଇଟା ମୁଁ କହୁଥିଲି କି ଆପଣଙ୍କ ଯୋଉ ଆର୍ଟରୀ ଯୋଉ ଜାଗାକୁ ଯାଇଛି ତାକୁ କେତେ ହାର୍ଡ ହେଲାଣି କେତେ ଷ୍ଟିଫ୍ ହେଲାଣି ତାକୁ କେମିତି ଆମେ ସଫ୍ଟ କରିବା ଆଜି ତା ବିଷୟରେ ଗୋଟେ ଭିଡିଓ ବି କାଲି ମୁଁ ପଠେଇଥିଲି ଆପଣ ଦେଖିପାରିଥିବେ ଗ୍ରୁପ 1 ଇୟର ଗ୍ରୁପରେ ଆଇ ହାଭ୍ ସେୟାର ଦ୍ୟାଟ୍ ରାଇଟ୍। ଏଥିପାଇଁ ଆପଣଙ୍କୁ ଆସିବାରେ ରକ୍ତ ହେଲେ ହବ ନାହିଁ ଏଇ ଟେଷ୍ଟ ପାଇଁ ଆପଣ ନିଜେ ଆସିଲେ ସେଥିରେ ସମ୍ ଲିଡ୍ସ ଲଗା ହବ ଆପଣଙ୍କୁ କିଛି ଇନଭାସିଭ ଟେଷ୍ଟ ନୁହଁ କିଛି ଫୋଡାଫୋଡି କିଛି ଲାଗିବନି ଆପଣଙ୍କ ଯେମିତି ଇସିଜି କରାଯାଏ ଚେଷ୍ଟ ଲିଡ୍ସ ଲାଗିଥାଏ ସୋ ସେଥିରେ ଆପଣଙ୍କ ଲେଗ ଲିଡ୍ସ ଲାଗିବ ଆଉ ସେଥିରେ ଏଇଟା କରାଯାଏ ଠିକ ଅଛି। ଆମେ ଆଗରୁ ରିକ୍ସ କାଢିଦବା ନା ଆପଣଙ୍କ ବ୍ରେନ ଷ୍ଟ୍ରୋକ ହାର୍ଟ ଷ୍ଟ୍ରୋକ ର ଆଗରୁ ରିକ୍ସ କାଢିଦବୁ ଆମେ ଆଉ କୋଉ ଆର୍ଟରୀ ଏଫେକ୍ଟ ଅଛି ସେଇ ହିସାବରେ ରିକ୍ସ ଜଣା ପଡିଲେ ଆମେ ଆପଣଙ୍କୁ ସଲ୍ୟୁସନ ଦେଇଥାଉ ହ୍ୱାଟ କ୍ୟାନ୍ ବି ଡନ୍ ଫର ଦ୍ୟାଟ ରାଇଟ। ଭେରି ଗୁଡ ଚଲୋ ହଁ ତାପରେ ଏଟା ତ ଗଲା ସେଣ୍ଟ୍ରାଲ ଆଓର୍ଟିକ ପ୍ରେସର ଦ ପ୍ରେସର ଦ୍ୟାଟ ଟ୍ରୁଲି ମ୍ୟାଟର ସେଣ୍ଟ୍ରାଲ ଆଓର୍ଟିକ ଆପଣଙ୍କର ଯୋଉ ସେଣ୍ଟ୍ରାଲ ଆଓର୍ଟିକ ପ୍ରେସର ତାକୁ କ୍ୟାପ୍ ବୋଲି ଆମେ କହିଥାଉ ଯେତେବେଳେ ଆପଣଙ୍କ ହାର୍ଟ ଟା ପମ୍ପ କରୁଛି ବ୍ଲଡ ଟାକୁ ଏଓଟା ଦେଇକି ଆସୁଛି ଆଉ ସେଇ ଟାଇମରେ ଆଉ ସେଇ ପ୍ରେସର ହିଁ ଯୋଉମାନଙ୍କର ଠିକ ଥାଏ ୟୋର ହାର୍ଟ ୱିଲ ବି ଲଙ୍ଗ ଲିଭ୍ ଆଉ ବେଳେ ବେଳେ ଯୋଉମାନଙ୍କର ହାଇ ବିପି ଥାଏ ଆୟୋଟିକ ପ୍ରେସର ବଢିଥାଏ ଆଉ ପେରିଫେରାଲ କପ୍ସ ମିସ୍ ପେରିଫେରାଲ କପ୍ସ ଆମେ ଚେକ୍ କରୁ ଆମେ ଏଟା ମେଜର କରିପାରୁନୁ ଆମେ ଯୋଉ ବ୍ଲଡ ପ୍ରେସର ମେଜର କରୁ ଏଟା ମିସ୍ କରିଦଉ ସେଣ୍ଟ୍ରାଲ ଆୟୋଟିକ ପ୍ରେସର ଯୋଉଟା କି ଏଥିରେ ମେଜର କରି ହୁଏ ବୁଝିହେଲା। ଯେମିତି କି ସମ୍ ଡ୍ରଗ୍ସ ଲୋଅର ଦ ବ୍ରାକିଆଲ ବିପି ବଟ୍ ରେଜ ଦ ସେଣ୍ଟ୍ରାଲ ପ୍ରେସର ଆପଣ ଦେଖିବେ ବାହାରୁ ବିପି ଚେକ୍ କଲେ ଆପଣଙ୍କ ଠିକ ଆସୁଥିବ କିନ୍ତୁ ସେଣ୍ଟ୍ରାଲ ପ୍ରେସର ବଢିକି ଥିବ ଦ୍ୟାଟ୍ସ ଏ ପ୍ରୋବ୍ଲେମ। ଆଉ ସେଣ୍ଟ୍ରାଲ ପ୍ରେସର ଯୋଉମାନଙ୍କର ଥାଏ ତାଙ୍କର ରିକ୍ସ ବେଶୀ ଥାଏ ହାର୍ଟ ର ସେଣ୍ଟ୍ରାଲ ଅର୍ଟିକ ପ୍ରେସର ବିକଜ ସେଥିପାଇଁ ଆମେ ବେଳେବେଳେ ସେଣ୍ଟ୍ରାଲ ଆକ୍ଟିଂ ଆଣ୍ଟି ହାଇପରଟେନ୍ସିଭ ବି ଦେଇଥାଉ ଯେମିତି ଆରକାମିନ ଏଣ୍ଡ ଅଲ୍ ଦିସ୍ ଥିଙ୍ଗ ଅଛି ଆମେ ଦେଇଥାଉ ଦେଖିକି ଏଜ ପର ଦ ୟୋର ରିପୋର୍ଟସ ରାଇଟ। ତ ବିପି ମ୍ୟାନେଜମେଣ୍ଟକୁ ଆମେ ପରଫେକ୍ଟ କରିଦଉ ସେଇ କଣ୍ଡିସନରେ ଓକେ। ନ୍ୟାଚୁରାଲ ପ୍ରୋଟୋକଲ ସାଙ୍ଗରେ ଆପଣଙ୍କୁ ଏମିତି କେତେଟା ପ୍ରୋଟୋକଲ ବି ଜାଣିବାର ଅଛି ଯୋଉଠି ଆପଣ ଫ୍ରି ହେଇପାରିବେ ଆଉ ଏଇଠି ଆକ୍ଚୁଆଲି ୟାର ମିନିଂ କଣ ହ୍ୱାଟ ଇଜ ଦ ମିନିଂ ଅଫ ସିଏପି ସେଣ୍ଟ୍ରାଲ ଏଉଟିକ ପ୍ରେସର ଦିସ୍ ମେଜର୍ସ ଦ ପ୍ରେସର ଅଫ ୟୁର ହାର୍ଟ ଆଣ୍ଡ ବ୍ରେନ୍ ଓକେ ଆଣ୍ଡ ଯଦି ରାଇଟ୍ ମେଡିକେସନ ଲାଗିବ କି ନ ଲାଗିବ କିମ୍ବା କଣ ମେଡିସିନ ଚେଞ୍ଜ ବହୁତ ଲୋକ ମିଷ୍ଟେକ୍ କଣ କରନ୍ତି କହିଲେ ବିପିର ମେଡିସିନ ନେଇ ଚାଲିଥିବେ ଗୋଟେ ଦିଟା ତିନିଟା ଚାରିଟା ଇଆଡୁ ସିଆଡୁ ମେଡିସିନ ବି ନେଇ ଚାଲିଥିବେ and they never measure the CAP ଓକେ ସୋ କଣ ପ୍ରୋବ୍ଲେମ ହୁଏ ସେ ମେଡିସିନ ନଉଥିବେ ଆଉ ବେଳେ ବେଳେ ତାଙ୍କର ପ୍ରୋବ୍ଲେମ ବାହାରିଯାଏ ଯେମିତିକି ହାର୍ଟ ଡିଜିଜ ବାହାରିଯାଏ ଷ୍ଟ୍ରୋକ ବାହାରିଯାଏ କାରଣ ଆପଣଙ୍କ ବ୍ଲଡ ପ୍ରେସର ଯୋଉଥିପାଇଁ ଆପଣଙ୍କ ବଡି ବଢଉଛି ଆକ୍ଚୁଆଲ କଜ ହଉଛି ବ୍ଲଡ ଫ୍ଲୋକୁ ରସ୍ କରିବା ପାଇଁ ଓକେ ଆଉ ବ୍ଲଡ ରେ ହିଁ ନ୍ୟୁଟ୍ରିସନ ଆଉ ସର୍ଟେନ ଆମାଉଣ୍ଟ ଅଫ ଜିନିଷ ଯିବେ ଅକ୍ସିଜେନ ଯିବ ଆପଣ ପେରିଫେରାଲ ଟାକୁ କମେଇଦେବେ ଯଦି ସେଣ୍ଟ୍ରାଲ ଟା କମି ନଥିବ ଦ୍ୟାଟ୍ସ ଅଲସୋ ଏ ପ୍ରେସର ଟୁ ଦ ହାର୍ଟ and brain right so everything has certain limit if the limit cross that causes problem so central aortic pressure is very relevant for to protect your heart only symptomatic manage କରନ୍ତୁନି ଆଜ୍ଞା ଏବେ ଯେହେତୁ ଏତେ ଟେକ୍ନୋଲୋଜି ଆସିଲାଣି only symptomatic medicine ଖାଇକି ଆପଣ ଭାବିଲେ ମୋର ତ ପେରିଫେରାଲ ପ୍ରେସର ଠିକ ଅଛି ଦେଖିଲା ବେଳେ ଭିତରେ ଭିତରେ ଆପଣଙ୍କୁ ଯାଇଥିବ ଓକେ ଆଉ ଗୋଟେ ଏବିଆଇ ତ ବିଷୟ ତ ମୁଁ ଅଲରେଡି କହିସାରିଥିଲି ଆପଣଙ୍କୁ ଏଙ୍କେଲ ବ୍ରାକିଆଲ ଇଣ୍ଡେକ୍ସ ଯୋଉଟା କି ପେରିଫେରାଲ ଆର୍ଟରି ଡିଜିଜ କୁ ସସ୍ପେକ୍ଟ କରେ ଆଉ ମୁଁ ଅଲରେଡି ସେଇ କ୍ଲାସରେ ବି କହିଥିଲି ଏବିଆଇ ଯଦି ଆପଣଙ୍କର ସିଭିୟର ଇସେମିଆ ଯଦି if it is less than 0.9 ଆଉ more than sorry it is more than 0.4 ସରି ଭୁଲିଗଲା just a minute back less than 0.4 and more than 0.9 actually ABI that's a problem that's called PAD କହିଥିଲି ଆର କ୍ଲାସରେ ଦେଖିଦେବେ ଯୋଉମାନେ ମୋର ଆଙ୍କେଲ ବ୍ରେକିଆଲ ଇଣ୍ଡେକ୍ସ ବାଲା ଭିଡିଓ ଦେଖି ନାହାନ୍ତି ଟାଇପ କରିବେ ଆସିଯିବ ୟୁଟ୍ୟୁବରେ ଆଇ ହାଭ୍ ସେୟାର ଦ୍ୟାଟ ABI ଇଣ୍ଡେକ୍ସ କୋଉମାନେ ଦେଖିଛନ୍ତି ବାୟ ଦ ୱେ ଜଷ୍ଟ ଟାଇପ ଆଇ ଇନ ଦ ଚାଟ ବକ୍ସ କୋଉମାନେ ଦେଖିଛନ୍ତି ସେ ଭିଡିଓ
ankle brachial plexus index. Yes, I so many people have watched that. କାରଣ ସେଥିରେ ଆଗରୁ ଜାଣିଦେବେ ଆପଣଙ୍କର କି ଗୋଡରେ ଘା ହେବାର ଅଛି ନା ପେରିଫେରାଲ ଆର୍ଟେରୀ ଡିଜିଜ ହେବାର ଅଛି ନା ନାହିଁ, ରାଇଟ? ବହୁତ ଲୋକ ଦେଖିଛନ୍ତି, ଦେ ହାଭ ଟାଇମିଂ ଦେयर। ଆଇ ଭେରି ଗୁଡ। ସୋ ଆପଣ ଜରୁର ମେଜର କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ୟା, ହଁ, ଯଦି ଏବିଆଇ ଇଣ୍ଡେକ୍ସ ମୋର ଦେନ୍ 0.9 and less than 0.4 ଥିବ, ତା ମାନେ ପୁଅର ସାର୍କୁଲେସନ ଟୁ ଦ କଣ ଲେଗ, ଗୋଡକୁ ବ୍ଲଡ ଫ୍ଲୋ କମିଲାଣି, ଦ୍ୟାଟ୍ସ ଏ ପ୍ରୋବ୍ଲେମ। ତ ତାକୁ ବି ଆମେ କେମିତି ବଢେଇବା, ବ୍ଲଡ ଫ୍ଲୋ ସାର୍କୁଲେସନକୁ ରିଷ୍ଟୋର କରିବା। ଆଉ ଆପଣ ସବୁବେଳେ ଦେଖିଥିବେ ଏଣ୍ଡୋଥେଲିଆଲ ଡିସଫଙ୍କସନ ଏ ରୁଟ କଜ वी कैन नाउ सी। ଆପଣ ପଚାରିବେ ସାର୍ ଏଇଟା ବଡ ବଡ ୱାର୍ଡ ହଉଛି ମୁଁ ବୁଝିପାରୁନି, ଏଣ୍ଡୋଥେଲିୟମ ମାନେ କଣ କୁହନ୍ତୁ? ଦେଖନ୍ତୁ ଆପଣଙ୍କ ଯୋଉ ରକ୍ତର ଲେୟାର ଥାଏ ନା, ଯୋଉ ରକ୍ତ ଆମ ସରି ଜଷ୍ଟ ବ୍ଲଡ ଭେସେଲ୍ସ ର ତିନିଟା ଲେୟାର ଥାଏ। ଓକେ, ଦ ଏକ୍ସଟର୍ନାଲ ଲେୟାର ଇଜ କଲ୍ଡ, just a minute, external layer is called tunica externa, middle layer is called tunica media, ଆଉ ତଳ ଲେୟାର କୁ ଆମେ tunica intima କହିଥାଉ, ତଳ ଲେୟାର ଟାକୁ। and this layer also called as endothelium। endothelium ମାନେ tunica internal, ଏ ତଳ ଲେୟାର ଟା, କାରଣ ଏଠି ମାଇକ୍ରୋଭିଲି ଗୁଡା ସବୁ ଥାଏ। ଆଉ that is called glycocalyx, that is called glycocalyx। ଆଉ ଗ୍ଲାଇକୋକାଲିକ୍ସ କୁ ଡ୍ୟାମେଜ କିଏ କରେ? ସୁଗରୀ ଫୁଡ ଡ୍ୟାମେଜ କରେ ଫ୍ରେଣ୍ଡସ୍, ୟେସ୍। ସୁଗରୀ ଫୁଡ ଡ୍ୟାମେଜ କରେ, ନଟ୍ ଦ କୋଲେଷ୍ଟ୍ରଲ। କୋଲେଷ୍ଟ୍ରଲ will protect it। ଆଉ when you ଏଣ୍ଡୋଥେଲିୟମ ଯେତେବେଳେ ଡ୍ୟାମେଜ ହେଇଯିବ, ଆପଣଙ୍କ ଗ୍ଲାଇକୋକାଲିକ୍ସ ଲେୟାର ଯେତେବେଳେ ଡ୍ୟାମେଜ ହେଇଯିବ, ଦେନ୍ ବ୍ଲକେଜ ଷ୍ଟାର୍ଟ ହେଇଯିବ। ଆଉ ସେଇ ବ୍ଲକେଜ ଯୋଗୁଁ ଏଠି ଦେଖିବେ ଧୀରେ 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 ଆପଣଙ୍କ ଡିଫେକ୍ଟ ଗ୍ଲାଇକୋକାଲିକ୍ସ ଲେୟାରଟା ଡ୍ୟାମେଜ ହବ। ଡ୍ୟାମେଜ ହଉ ଏଣ୍ଡୋଥେଲିୟମ ଡ୍ୟାମେଜ ହବ। ଆଉ ତଳେ ଯୋଉ ଚିତ୍ର କାଟୁଛି ଆପଣ ଦେଖନ୍ତୁ, ଧୀରେ 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 ଏଇ ଯୋଉ ଏଣ୍ଡୋଥେଲିୟମ ଲେୟାର ଟା ବ୍ଲକ ହେଇଯିବ ଫ୍ରେଣ୍ଡସ୍। ଆଉ ଆର୍ଟରୀ ବିକମ୍ ଷ୍ଟିଭ୍ ହେଇଯିବ। ଦ୍ୟାଟ ଇଜ କଲ୍ଡ ପ୍ରୋଗ୍ରେସନ ଆଇସେମିଆ, ଏଣ୍ଡୋଥେଲିଆଲ ଇଞ୍ଜୁରି, ଆଥେରୋସ୍କ୍ଲେରୋସିସ୍ କହିଥାଉ ଆମେ। because that actually regulates the vascular tone, nitric oxide release हुए। नाइट्रिक ऑक्साइड रिलीज फूड खाया पे हमें कोई तो इन्फ्लामेशन है, ये थ्रोम्बोसिस है जाए बिकॉज ऑफ दैट। तो नाइट्रिक ऑक्साइड रिलीज हवा पर आमे मोनिट जीटीएन देथाउ, सुनिथिबे आपण सर्विटेट देथाउ आमे आपन को मेडिसिन फॉर्म रे। जस्ट मोनिट जीटीएन सर्विटेट देथाउ, काई देथाउ बिकॉज दैट एक्चुअली हेल्प्स अ लॉट। मोनिट जीटीएन सुनिथिबे आपण आमे देथाउ बेले बेले 2.6 नाइट्रिक ऑक्साइड रिलीज करिवो। कैन यू टाइप इन द चैट बॉक्स को खाद्य नाइट्रिक ऑक्साइड रिलीज करे? मोनिट जीटीएन, यस, जीटीएन that is 2.6 ଆମେ ଦେଇଥାଉ। ଅଦ୍ରକ, ଜିଞ୍ଜର, କ୍ଲୋଭ୍ସ, ଭେରି ଗୁଡ୍। ଆପଣ ସବୁବେଳେ ଏଇଟା ରଖିଥାନ୍ତୁ ପାଖରେ, ଗୋଟେ ଗୋଟେ ନ୍ୟାଚୁରାଲ ଜିନିଷ ଗୁଡାକ, ଠିକ ଅଛି? ପ୍ରୋଫାଇଲ ଟେଷ୍ଟ କଲେ ସେଇଟା ବି ଜଣା ପଡିଛି, ଯଦି ଆର୍ଟେରିଆଲ ଷ୍ଟିଫନେସ୍ ବେଶୀ ହେଲାଣି, ଆପଣଙ୍କର ନାଇଟ୍ରିକ ଅକ୍ସାଇଡ ରିଲିଜ କମିଗଲାଣି, ୟୁ ମେ ଆଫେକ୍ଟ ଦ ଡିଜିଜ। ଆଉ ଏଣ୍ଡୋଥେଲିଆଲ ହେଲ୍ଥ ହିଁ ଆପଣଙ୍କ ଡିପେଣ୍ଡ କରେ, ଏଣ୍ଡୋଥେଲିଆଲ ଡ୍ୟାମେଜ ଯୋଗୁଁ ହିଁ ବହୁତ ଲୋକଙ୍କର ଅସୁବିଧା ହେଇଥାଏ। ୟେସ୍, एंड ऑगमेंटेशन इंडेक्स भी से कढ़ाए। आप देखिए जो रिस्क प्रोफाइल फुल प्रोफाइल जो करेंगे, इट कस्ट अराउंड 5,000 समथिंग कस्ट आसे। फुल प्रोफाइल सब पलि आसे पूरा ऑगमेंटेशन इंडेक्स, पुलमोनरी फंक्शन टेस्ट पलि आसे। हैं, आप पचे सर ऑगमेंटेशन इंडेक्स माने कौन? आप इंसुलिन रेजिस्टेंस कथा शुणी थे, এটা হচ্ছে ভাস্কুলার রেজিস্ট্যান্স एक्चुअली। ओके, जो रेजिस्टेंस जो बीपी बढ़ी थाए, ओके, आउ इट डायरेक्टली प्रोपोर्शनल टू इंसुलिन रेजिस्टेंस, राइट? आमे सही हिसाब रे बेले बेले जो मेडिकेशन चेंज करता इन द बीपी मेडिकेशन कोड आपण नेबे। जदि एआईएक्स आपनकर बेसी अछि, ताहले आमे एसी इनहिबिटर देथाउ, से केस रे आमे आपनको सही डाइट थेरापी टाको आमे चेंज करथाउ। बीटा ब्लॉकर्स याकू बढ़ई थाए। जदि ऑगमेंटेशन इंडेक्स आपनकर कम अछि, ताहले बीटा ब्लॉकर देथाउ। जदि माने ट्रीटमेंट आउट के प्रॉपर ही पारि थाए।
right? Yeah. So that's the thing why we do some testing. And যদি augmentation index AIX টা if you have the flexible stiffness ୟାକୁ ଦେଖିକି stiffness କରାଯାଏ। ଯଦି flexible ଥିବ artery ଆପଣଙ୍କର risk କମିଯିବ। ଯଦି ବେଶୀ stiff ଥିବ risk ବଢିଯିବ। So it all depends on the internal condition of the body। ଆର୍ଟ୍ରିଆଲ ଏଜ୍ ଉପରେ ଡିପେଣ୍ଡ କରିବ ଆପଣଙ୍କ ଏଇ ସବୁ ପାରାମିଟର ନେଇକି ଆପଣଙ୍କ ଆର୍ଟ୍ରିଆଲ ଏଜ୍ ଜଣାଯାଏ। ଆଉ ସେଥିରେ ଆମେ ଆଉ ଗୋଟେ କଣ ପାଇବା ANS balance sympathetic versus parasympathetic that nerve supply you all know that we have two autonomic nervous systems sympathetic and parasympathetic sympathetic যদি that is called stress ଯଦି stress ଟାଇମରେ ଆପଣଙ୍କ sympathetic nerve ବଢିଯିବ ଫ୍ଲାଇଟ୍ ମୋଡରେ ଫ୍ଲାଇଟ୍ ମୋଡରେ ଆପଣ ଡରିଗଲେ ବାଘ ଦେଖିଥିଲେ ସିଂହ ଆପଣଙ୍କର ସିମ୍ପାଥେଟିକ ନର୍ଭସ ସିଷ୍ଟମ ଷ୍ଟ୍ରେସ କୁ ପଳେଇ ଆସିବ ଆପଣଙ୍କ ବିପି ବଢିଆ ଷ୍ଟାର୍ଟ ହେଇଯିବ ତାକୁ କାଉଣ୍ଟରେକ୍ଟ କରିବା ପାଇଁ ପାରାସିମ୍ପାଥେଟିକ ନର୍ଭସ ସିଷ୍ଟମ ଅଛି ଯୋଉଟା କି ଆପଣ ଡାଇଜେଷ୍ଟ କରିବ ପ୍ରପରଲି ଭେଗସ୍ ନର୍ଭ ଯୋଉଟା ଅଛି ଆପଣଙ୍କର ୟୁ ନୋ ସୋ ରେଷ୍ଟ ଆଣ୍ଡ ଡାଇଜେଷ୍ଟ ଇଜ parasympathetic nervous system ANS means autonomic nervous system I usually call it as automatic nervous system automatic yes ଆଣ୍ଡ ଯେତେବେଳେ ଆମେ ଏଇଟା ଟେଷ୍ଟ କରୁ ଆମେ ଦେଖିଥାଉ ବହୁତ କେସରେ ଆମର ଯୋଉ ଟେଷ୍ଟିଂ ହେଇଥାଏ ଏଇଟା କେତେ କାମ କରୁଛି ଆପଣଙ୍କର ଏଇଟା କାମ କରୁଛି କି ନାହିଁ ଆଣ୍ଡ ଏହାର ନର୍ଭ ସେନ୍ସେସନ ଯାଉଛି କି ନାହିଁ ଏଇଟା ବି ଜଣା ପଡିଯାଏ ସେଥିରେ ବୁଝିହେଲା ଆଉ ଅଟୋନୋମିକ ନର୍ଭସ ସିଷ୍ଟମକୁ ଚେକ୍ କଲେ କଣ ଫାଇଦା ହୁଏ କି ଷ୍ଟ୍ରେସ ରେସ୍ପନ୍ସ ଦି ଡାଇଜେସନ ପ୍ରପର ହଉଛି କି ନାହିଁ ଏନର୍ଜି ଲେଭେଲ imbalance can sometime leads to anxiety palpitation BP changes এটা ଧରା ପଡିଯାଏ ବହୁତ ଲୋକଙ୍କର ଆମେ ଦେଖିଯାଉ ଆସିଲେ ବିପି ବଢିଯିବ କିନ୍ତୁ ବାକି ଟାଇମ ନର୍ମାଲ ଥିବ ତା ମାନେ କଣ ଇଟ୍ସ ଆକ୍ଚୁଆଲ ନଟ୍ ବିପି ଇଟ୍ସ ବିକଜ ଅଫ ଏଂଜାଇଟି ତ ସେ ଟ୍ରୁ ବିପି କୁ ବି ଆମେ ଏଥିରେ ଜାଣିପାରିବା ରାଇଟ ଆଉ ସିମ୍ପାଥେଟିକ ପାରାସିମ୍ପାଥେଟିକ ମୋଡରେ ଆକ୍ଚୁଆଲି ଷ୍ଟ୍ରେସ୍ ମୋଡ ବି ଅଛି ଗୋଟେ ଅଛି ହଁ ଯୋଉଠି ଇଫ୍ ୟୁ ହାଭ୍ ଷ୍ଟ୍ରେସ୍ ଲେଭେଲ ହାଇ ଥିବ ଆଣ୍ଡ ଆପଣ ଜାଣିଥିବେ ଷ୍ଟ୍ରେସ୍ ଲେଭେଲରେ କଣ ହୁଏ वी हैव ए हॉर्मोन कॉल्ड कोर्टिसोल कोर्टिसोल ଯେତେବେଳେ ସିକ୍ରେସନ ହବ ସେ କଣ କରିବ that produce more glucose in response to that ଗ୍ଲୁକୋଜ ଯେତେବେଳେ ବାହାରିବ ଆପଣ ଦେଖିବେ ଯୋଉମାନେ ଷ୍ଟିରଏଡ ହରମୋନ ଖାଆନ୍ତି ଷ୍ଟିରଏଡ ହରମୋନ ନେଲା ପରେ ଆପଣଙ୍କ ସୁଗର ଅଟୋମେଟିକ ବଢିଯିବ ୱିଦାଉଟ୍ ଏନି ସୁଗରୀ ଫୁଡ ଅଲସୋ କାହିଁକି ଇଟ୍ସ ଲାଇକ୍ ଦ୍ୟାଟ ଷ୍ଟ୍ରେସ୍ ହରମୋନ କୋର୍ଟିସୋଲ ସେମିତି ହିଁ କରେ ଆଉ ସେ କଣ କରେ ଆପଣଙ୍କର ଇନସୁଲିନ ରେଜିଷ୍ଟାନ୍ସକୁ ଡବଲ କରିଦବ ଆହୁରି ବଢିବ ସେଥିପାଇଁ ଦେଖିବେ ଯୋଉମାନେ ସୁଗରୀ ଫୁଡ ଖାଉନଥିବେ ବି ତାଙ୍କର ଠିକ ଅଛି ତ ଆମେ ଏଇ ସବୁକୁ ବାଲାନ୍ସ କରିବା ପାଇଁ ହିଁ କିଛିଟା ଡାଟା କଲେକ୍ଟ କରିକି ସେଇ ହିସାବରେ କହିଥାଉ ଠିକ ଅଛି ୟା ଚलो ନେକ୍ସଟ ଅଟୋନୋମିକ ନର୍ଭସ ସିଷ୍ଟମ ଡିସଫଙ୍କସନ କୁ ଜାଣିବା ପାଇଁ ବି ଆମେ କରିଥାଉ ବିକଜ ଦ୍ୟାଟ ଲିଡ୍ସ ଟୁ ଫେଟିକ ଆସିଥାଏ ଆପଣଙ୍କର ଫେଟିକ ହେଇଥାଏ ଆଣ୍ଡ एंड ଯେତେବେଳେ ଆମେ ଆକୁ ମିସ୍ କରିଦଉ ବେଳେ ବେଳେ ପେସେଣ୍ଟଙ୍କର ରିକଭରି ଲେଟ୍ ହେଇଯାଏ ଆଣ୍ଡ ସେଇ ହିସାବରେ ଆମେ ରିସ୍କ ଫ୍ୟାକ୍ଟର ଯଦି ଜାଣିବା ଆମେ ତାକୁ ଏକ୍ସନ ନେଇପାରିବା ଦ୍ୟାଟ୍ସ ୱେ वी डू दिस ऑटोनोमिक नर्वस फंक्शंस टेस्ट विषय पଳେଇ ଆସିବ ଆପଣଙ୍କର ହିଡେନ୍ ନର୍ଭ ଯୋଉଟା କେତେଟା ଥାଏ ଆପଣଙ୍କର ନର୍ଭ ସେନ୍ସେସନ କେତେ କେତେ ଭୋଲ୍ଟ ସେଥିରେ ଆସୁଛି ଆପଣଙ୍କ ବଡିର ସେନ୍ସେସନ ଆସୁଛି କି ନାହିଁ ସେଠି ଦ୍ୟାଟ୍ ଅଲସୋ ୟୁ କ୍ୟାନ୍ ନୋ ନର୍ମାଲ ଅଛି ନା ଆବନର୍ମାଲ ଅଛି ଆପଣଙ୍କ ଗୋଡକୁ ନର୍ଭ ଫ୍ଲୋ କଣ ଅଛି ଏଭରିଥିଙ୍ଗ ୟୁ କ୍ୟାନ୍ ନୋ ଫ୍ରମ ଦ୍ୟାଟ୍ ଅଲସୋ ଠିକ ଅଛି ଫ୍ରେଣ୍ଡସ୍ ଅର୍ଥୋଷ୍ଟାଟିକ ହାଇପରଟେନସନ ବେଳେ ବେଳେ ଆସେ ଦେଖିବେ ବହୁତ ଲୋକଙ୍କର ଅ, ଠିକ ବସିଥିବେ ବସିକି ଉଠିଲା ପରେ ମୁଣ୍ଡ ବୁଲେଇବ ଶୋଇଥିବେ ଶୋଇକି ଉଠିଲା ପରେ ମୁଣ୍ଡ ବୁଲେଇବ ତା ମାନେ କଣ ଅର୍ଥୋଷ୍ଟାଟିକ ହାଇପୋଟେନସନ ଅଳ୍ପ ଡ୍ୟୁରେସନ ପାଇଁ ଆପଣଙ୍କ ବ୍ଲଡ ପ୍ରେସର କମିଯିବ ପୁଣି ନର୍ମାଲକୁ ଆସିଯିବ ମ୍ୟାକ୍ସିମମ୍ କେସରେ ଏଇଟା ଅଟୋନୋମିକ ନର୍ଭସ ସିଷ୍ଟମ ଡିଫେକ୍ଟ ପାଇଁ ହେଇଥାଏ ସେ କେସରେ ଆମକୁ ନ୍ୟୁରୋଥେରାପି କରିବାକୁ ପଡେ ଓକେ ଆଉ ଭାଲସାଲଭା ଆଉ ସିଟ୍ ଟୁ ଷ୍ଟାଣ୍ଡ ଟେଷ୍ଟ ଆପଣ ଦେଖିଥିବେ ଆମେ ହସ୍ପିଟାଲରେ ବେଳେ ବେଳେ କରୁ ଏଇଟା ଆପଣଙ୍କ ବାଲାନ୍ସ ଜାଣିବା ପାଇଁ ଓକେ ମାନେ ଆଖି ସରି କାନ ଦିଟାକୁ କ୍ଲୋଜ କରିକି ଆପଣ ଏୟାରକୁ ବ୍ଲୋ କରିବେ ଅଧା ଲୋକ ପଡିଯାଆନ୍ତି ଡିସବାଲାନ୍ସ ହେଇଯାଆନ୍ତି ଓକେ ଏମିତି କେତେଟା ବି ଜିନିଷ ଅଛି ସେଟା ୟା ହଠାତ୍ ଅନ୍ଧାର ଲାଗିବ ସେଟା ସେ ଜଣା ପଡିଯାଏ ଏଇ ସବୁ ଟେଷ୍ଟିଂ ଗୁଡା ଯାହା ଅଛି
ସो ଏଥିରେ ଯେହେତୁ ଇସିଜି ଟା ବି ଲାଗିଥାଏ ଆପଣଙ୍କର ଅଟୋମେଟେଡ୍ ସିଙ୍କ୍ରୋନାଇଜ୍ଡ ୱେରେ ସେଟା ଦେଖାଇଦବ ଆପଣଙ୍କୁ ଫ୍ରେଣ୍ଡସ୍, ଠିକ ଅଛି। ଅଟୋନୋମିକ ନର୍ଭସ୍ ସିଷ୍ଟମ ଟାକୁ। ସୋ ଆଉ ଗୋଟେ ଏଥିରେ ଅଛି ଭଲ ଜିନିଷ ଦେଖିବେ, ଭିପିଟି ବୋଲି କୁହାଯାଏ, ଭାଇବ୍ରେଟରୀ ପରସେପସନ ଥ୍ରେଶୋଲ୍ଡ, ମାନେ ଯୋଉ ନର୍ଭ ଟା ଯାଉଛି ସେ ସେନ୍ସ କରିପାରୁଛି ନା ନାଇଁ, ସେନ୍ସେସନ ସେଥିରେ ଯାଉଛି ନା ଯାଉନି। ବହୁତ ଲୋକ ଦେଖିବେ ଯୋଉ ଡ୍ରାଇଭର ମାନେ ଥାନ୍ତି ତାଙ୍କର ଆକ୍ସିଡେଣ୍ଟ ହେଇଥାଏ କଣ ପାଇଁ, ତାଙ୍କର ଯଦି ଗୋଡ ଠିକ ସେ ସେନ୍ସେସନ ଯାଉନଥିବ ଏଇଟା ବ୍ରେକ୍ ନା ଏଇଟା କ୍ଲଚ ନା ଏଇଟା କଣ, ସେମାନେ ଜାଣି ନ ଜାଣି ଅଲଗାଟାକୁ ପ୍ରେସ୍ କରିଦିଅନ୍ତି। and that also causes problem. Okay. Early detection that prevents the wound and amputation. ଗୋଡର ଘା ଆମେ ତାଠୁ ପ୍ରିଭେଣ୍ଟ କରିଦେଇ ପାରିବା। ଯଦି ସେନ୍ସେସନ ନ ଗଲା, ଅଧା ପେସେଣ୍ଟ କଣ କରନ୍ତି, ଗରମ ପାଣି ଦେଖିଲେ ଜଣା ପଡୁନି କିଛି, ହାତରେ ସେମାନେ ଚେକ୍ କରନ୍ତି, ଡାଇରେକ୍ଟ ଗୋଡରେ ବସି ଦିଅନ୍ତି, ତାଙ୍କର ଗୋଡରେ ଘା ହେଇଯିବ। କାହିଁକି, ଗୋଡରେ ସେନ୍ସେସନ ନାହିଁ ତାଙ୍କର। ତ ସେଇ କେସରେ ଆମେ ନର୍ଭର ଆକ୍ଚୁଆଲ ଥ୍ରେଶୋଲ୍ଡ ବି ଜାଣିଦବା, ଆକ୍ଚୁଆଲ ସେନ୍ସେସନ ଯାଉଛି ନା ସେନ୍ସେସନ ଯାଉନି। ଆଉ ସେନ୍ସେସନ ନ ଗଲେ ଆପଣ ଇଆଡୁ ସିଆଡୁ ଚାଲିବେ, ଚାଲିଲା ବେଳେ ଆପଣଙ୍କର ଗୋଡ ଟଲମଲ ହଉଥିବ ଟଲମଲ ହଉଥିବ। କାହିଁକି, ଆପଣଙ୍କ ନର୍ଭ ଯାଉନି ସେଠି। ଥରେ ମୁଁ ଓପିଡିରେ ବସିଥିଲି, ଗୋଟେ ପେସେଣ୍ଟ ଆସିଥିଲା, ସାର୍ ମୁଁ ରାତିରେ ଶୋଇଛି ଆଉ ସକାଳୁ ଉଠିଲା ବେଳେ ତାର ଗୋଟେ ଆଙ୍ଗୁଠି ନାହିଁ। ମୁଁ କହିଲି ତମେ ଜାଣିପାରିଲନି ତମ ଗୋଟେ ଆଙ୍ଗୁଠି କିଏ ନେଇଗଲା? ମୂଷା ନେଇଗଲା, ମୂଷା କାଟିକି ନେଇଗଲା, ତାକୁ ଖାଇଦେଲା। ତାର ବ୍ଲିଡିଙ୍ଗ ହଉଛି। ସାର୍ ମତେ ଜଣା ପଡିଲାନି ତ। ମାନେ ଦେଖନ୍ତୁ, ନର୍ଭ ସେନ୍ସେସନ ଯେହେତୁ ନାହିଁ ସେଠି, ସେ ଜାଣି ହିଁ ପାରିଲେନି। ଦିସ୍ କଲ୍ ଅଟୋନୋମିକ ନ୍ୟୁରୋପାଥି। ଆଉ ସେଇ କେସରେ ତାଙ୍କର ଭାଇବ୍ରେଟରୀ ପରସେପସନ ଟା ଜିରୋ ହେଇଯାଇଥାଏ। ମାନେ ଆପଣ ଛୁଇଁଲେ ସେଟା ଅଲଗା କାହାର ଗୋଡକୁ ଛୁଞ୍ଚି ଟାଇପର ଲାଗିବ, ବଧିରା ଲାଗିବ, ବଧିରା କୁହାଯାଏ ତାକୁ। ଓକେ। ସୋ ସେଇ ସିମ୍ପଟମ ବି ଆମେ ଜାଣିପାରିବା, ଆଉ ବଧିରା ସିମ୍ପଟମ୍ସକୁ ବି ଆମେ ଭଲ କରିପାରିବା। ଯଦି ଆର୍ଲି ଆମେ ଡିଟେକ୍ଟ କରିଦେଲେ ତାହେଲେ ଆମ୍ପୁଟେସନରୁ ଆମେ ପ୍ରିଭେଣ୍ଟ କରିଦେଇ ପାରିବା। ଏଥିରେ ଆଉ ଗୋଟେ ଭଲ ଜିନିଷ ଅଛି, ସ୍ପାଇରୋମେଟ୍ରି ଅଛି। ଆପଣଙ୍କ ଲଙ୍ଗସ ର ଜିନିଷ ବି ସେ କହିଦବ ଏଇ ଡାଇରାପରେ, ପାର୍ଟିକୁଲାରଲି ଡାଇବେଟିକ ରିସ୍କ ପ୍ରୋଫାଇଲରେ, ଯୋଉଥିରେ କି ଲଙ୍ଗସ ର ଫଙ୍କସନ FEV1, ଓକେ, FVC, এটা ଟିକେ ଡିଫିକଲ୍ଟ ୱାର୍ଡ ହେଇଯିବ ଆପଣଙ୍କୁ, ବଟ୍ ଲଙ୍ଗସ ର ଫଙ୍କସନ ବି ଏଥିରେ ଆମେ ଜାଣିପାରିବା। ପାର୍ଟିକୁଲାରଲି ଯୋଉମାନେ ଓବେସ ଥାନ୍ତି, ବେଳେ ବେଳେ ଦେଖିବେ ରାତିରେ ଘୁଙ୍ଗୁଡି ମାରୁଛନ୍ତି, ଅବଷ୍ଟ୍ରକ୍ଟିଭ ସ୍ଲିପ ଏପନିଆ ସିଣ୍ଡ୍ରୋମ, OSAS ବୋଲି କହିଥାଉ। ରାତିରେ ଘୁଙ୍ଗୁଡି ମାରିବା ସେଇଟା ବି ଜଣା ପଡିଯାଏ। ଆଣ୍ଡ ଡାଇବେଟିସ୍, ଆସ୍ଥମା କିମ୍ବା ଲଙ୍ଗ କୋଭିଡ ଯୋଉମାନେ ଇନଫେକ୍ସନ ଥିଲେ, ଲଙ୍ଗସ ର ଫଙ୍କସନ କମିଯାଏ, ବେଳେ ଫାଇବ୍ରୋସିସ୍ ହେଇଯାଇଥାଏ। ସୋ ସେଇଟା ବି ଆମେ ଦେଖିଦେଇ ପାରିବା, ଭାଇଟାଲ କ୍ୟାପାସିଟି ଦେଖିଦବା, ରାଇଟ। ୟା, ସୋ ଏଥିରେ ଏଇଟା ବି ଜାଣିପାରିବ। ସୋ ଅଲ୍ ଦିସ୍ ସିଙ୍କୁ ନେଇକି ଏଇଟା ହେଇଥାଏ, ସୋ ଦ୍ୟାଟ ୱି ହାଭ୍ ଏ ଗୁଡ ଚାନ୍ସ କି ଆମେ ୟା ଫୁଙ୍କା ବାଲା ଫୁଙ୍କିକି ସେଟା ଟେଷ୍ଟ କରାଯାଏ, ବଟ୍ ଏଠି ଆମେ ଯୋଉ ଦେଖଉଛୁ ଆପଣଙ୍କୁ, ଏଠି ଫୁଙ୍କା ବାଲା ନାଇଁ, ସେ ମେସିନ ହେଇଯିବ। ଓକେ। अर्ली डिटेक्शन प्रिवेंशन कॉम्प्लिकेशन को प्रिवेंट करी परिबा, एंड हेल्प्स टू कस्टमाइज योर ट्रीटमेंट, ट्रैक्स द इंप्रूवमेंट ओवर द टाइम। जोड़ा आम डिफेक्ट पाइलु ताकू नहीं कौन करा हबो नेचुरल वे रे, आमे तो डिफरेंट उपाय अछि, बट स्पेसिफिक टू दैट आमे गाइड करी परिबो आपनको। एंड इट हेल्प्स टू कीप योर हार्ट, लंग्स, nerves healthy if we take early prevention. So prevention is better than cure. Yes or no? को माने agree with me? Prevention is better than cure. Just type I in the chat box. And that is what we are doing, friends. And prevention को हमें प्रथमे फोकस करते हो. Prevention is always better than cure, मन रखंतु। आमे जदि जोटा 5 टंका रे देकी आमे प्रिवेंट कर दे परिबा, आमे काहे की कॉम्प्लिकेशन को जिबा। दैट इज माय थिंग कि आमे कॉम्प्लिकेशन को जिबा आगुरु we need to have this prevention methods so that future ରେ ଆମେ ତାକୁ डिजीज टाको प्रोग्रेस କରିବାକୁ ଦେବା ନାହିଁ फ्रेंड्स। ଏଟା ଆମର ମୁଖ୍ୟ ଉଦ୍ଦେଶ୍ୟ ଥାଏ, ସେଥିପାଇଁ ଆମେ କିଛିଟା ଟେଷ୍ଟିଂ କରିଥାଉ। ଆଉ ଯୋଉମାନେ ଚାହୁଁଛନ୍ତି ଆପଣ ମାନେ ବି ଆସିକି କରିପାରିବେ, ଆପଣ ନମ୍ବର ଟା ନୋଟ କରିଦିଅନ୍ତୁ। And କୋଉ ଜାଗା ବି ମୁଁ ଅଲରେଡି ଆଡ୍ରେସ ଦେଇଦେଇଛି ଆପଣଙ୍କୁ। ଇଟ୍ସ ଏ ଭେରି ଗୁଡ ଥିଙ୍ଗ ବିକଜ if we early detect the condition, then we can reverse the disease and have a healthy life again, right? କାଲି ତ ଏ ବିଷୟରେ ଆମେ ଚର୍ଚ୍ଚା କରିଥିଲେ। ଆଉ ଗୋଟେ କଣ କହିବି କହୁଥିଲି ଆପଣଙ୍କୁ, ବଟ୍ ଆଇ ଥିଙ୍କ ଆଇ ହାଭ୍ ଟୋଲ୍ଡ ଇନସୁଲିନ ରେଜିଷ୍ଟାନ୍ସ କାଲି ଟଟ୍ କରାହେଇଥିଲା। ହୁଁ। ହଁ, ଆଉ ଗୋଟେ ଇଣ୍ଟରେଷ୍ଟିଂ ଟପିକ ଉପରେ ମୁଁ ଆପଣଙ୍କୁ କେତେବେଳେ କହିବି। ଆଣ୍ଡ ଇଣ୍ଟରେଷ୍ଟିଂ ଟପିକ, ଅବଭିୟସଲି ଇଣ୍ଟରେଷ୍ଟିଂ ଟପିକ ଦ୍ୟାଟ ଇଜ, ମୁଁ ଆଜି ତା ଉପରେ ଅଧା ଷ୍ଟଡି କରିଛି, ସବୁ କରିପାରିଲିନି ବିକଜ ଅଫ some other ethics. Just a minute.
ହଁ ଆଜି ସକାଳୁ ଗୋଟେ ବହି ପଢୁଥିଲି ଯୋଉଥିରେ କି କେୟାରିଂ ୱିଥ କାଇନିନ୍ what is that କାଇନିନ୍ ଆମେ କହିଲେ କାଇନିନ୍ କଣ ସାର୍ let me show that thing. Curing with କାଇନିନ୍ ଲଙ୍କା ଖାଇଲେ ରୋଗ ହବ ନାହିଁ if you master only one herb be sure it's କାଇନିନ୍ କାଇନିନ୍ ର ମିନିଂ କଣ what is the meaning of କାଇନିନ୍ anybody can type in the chat box ଅନୁଗୁଳରେ ପ୍ରୋଗ୍ରାମ କେବେ ଅଛି I'll tell everything ଲଙ୍କା yes ଲଙ୍କା ଓକେ ଲଙ୍କା ଓକେ ଜଷ୍ଟ ଏବେ ମୁଁ ଆପଣଙ୍କୁ ଶୋ କରୁଛି ରାଇଟ୍ ଏହା ଉପରେ କାଲି ଚର୍ଚ୍ଚା କରିବା ଜଷ୍ଟ କାଲି ମୁଁ ଯିବି ପରଦିନ ଚର୍ଚ୍ଚା କରିବି ମୁଁ ଏହାର ଡିଟେଲ୍ସ ବି ଆପଣଙ୍କୁ ପଠେଇଦେବି ଖାଲି ଏତିକି ଦେଖନ୍ତୁ ଆପଣ ବହୁତ ଗୁଡେ ଅନପବ୍ଲିଶଡ ହେଲେ ବି ବହୁତ ଗୁଡେ ରିଲିଭେଣ୍ଟ ଡାଟା ଅଛି you can normalize blood pressure in 3 months with garlic but when you add enough canine canine or capsicum capsicum ମୁଁ ବାରମ୍ବାର କହୁଛି ନା ଚିଲି ଆଇଟମ ଖାଇବା ପାଇଁ ଆପଣଙ୍କୁ capsicum is said to be unequal for warning of disease and equally for blood flow ଆପଣଙ୍କ blood circulation କୁ ବଢେଇବା ପାଇଁ it's called supreme and harmless internal disinfectant supreme and harmless so capsicum daily ଖାଆନ୍ତୁ it increases the heart action but not the blood pressure heart action କୁ ବଢେଇବ blood pressure ବି କମେଇବ ଆମେ ଦେଖିଛୁ ବହୁତ କେସରେ it helps to prevent the stroke and heart attacks also ତ capsicum is a powerful antioxidant ଆପଣ ଡେଲି ତାକୁ ଟିକେ ନିଅନ୍ତୁ ଲଙ୍କା ଟିକେ ଖାଆନ୍ତୁ ଲଙ୍କା ଖାଇଲେ ବି ଆପଣଙ୍କର କମି କମିଯିବ ହାର୍ଟ ଆଟାକ ରିସ୍କ କମିଯିବ ଆପଣଙ୍କର ମାନେ ବ୍ଲଡ ଫ୍ଲୋ କୁ ବଢେଇବ ବିପି ବି କମି କମିଯିବ ଫ୍ରେଣ୍ଡସ୍ ଠିକ ଅଛି ଚलो ଆଜି ଏତିକି ଟିପ୍ସ ଦଉଛି ମୁଁ ଆପଣଙ୍କୁ ଆଣ୍ଡ ଇଫ୍ ଏନି ଅଦର ଟିପ୍ସ ଆପଣ